Please close your eyes. ଦୟାପୂର୍ବକ ଆପଣମାନଙ୍କର ଆଖି ବନ୍ଦ କରନ୍ତୁ। All of you, close your eyes. ଆପଣମାନଙ୍କର ଆଖି ବନ୍ଦ କରନ୍ତୁ। Don't look at anyone. କାହା ଆଡ଼କୁ ଦେଖନ୍ତୁ ନାହିଁ, But with your inner eyes, look at Jesus. କିନ୍ତୁ ଆପଣଙ୍କର ଆନ୍ତରିକ ଆଖିରେ ପ୍ରଭୁ ଯୀଶୁଙ୍କୁ ଦେଖନ୍ତୁ। Allow the Lord to come into your heart. ପ୍ରଭୁ ଯୀଶୁଙ୍କୁ ଆପଣଙ୍କ ହୃଦୟ ମଧ୍ୟକୁ ଆସିବା ପାଇଁ ଦିଅନ୍ତୁ। Today is the second day of our retreat. ଏବଂ ଆଜି ଧ୍ୟାନର ଆମର ଦ୍ୱିତୀୟ ଦିନରେ ଆସି ପହଞ୍ଚିଛୁ। Allow Jesus to come into your heart. ଆଜି ସେଇ ପ୍ରଭୁ ଯୀଶୁଙ୍କୁ ଆପଣଙ୍କର ହୃଦୟ ମଧ୍ୟକୁ ଆସିବା ପାଇଁ ଦିଅନ୍ତୁ। If you want to be free from your sickness, from your bondages, listen the voice of the Lord carefully. ଯଦି ଆଜି ଆପଣମାନଙ୍କର ରୋଗ ବ୍ୟାଧିର ବିଭିନ୍ନ ବନ୍ଧନରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, ତାହେଲେ ବାକ୍ୟ ପ୍ରତି କର୍ଣ୍ଣପାତ କରନ୍ତୁ ଯତ୍ନବାନ ହୋଇ। And remember, I cannot heal you. ଆପଣ ଜାଣନ୍ତୁ ଯେ ମୁଁ ଆପଣମାନଙ୍କୁ ସୁସ୍ଥ କରିବାକୁ ଯାଉନାହିଁ। I am not the healer. ମୁଁ ଆରୋଗ୍ୟକାରୀ ନୁହଁ। I cannot make you free. ମୁଁ ଆପଣମାନଙ୍କୁ ମୁକ୍ତି ଦେଇପାରିବି ନାହିଁ। Only Jesus can do something in your life. କେବଳ ପ୍ରଭୁ ଯୀଶୁ ହିଁ ଆପଣଙ୍କ ଜୀବନରେ କିଛି କରିପାରନ୍ତି। So let Jesus to come into your life, into your heart. ତେଣୁ ସେଇ ପ୍ରଭୁ ଯୀଶୁଙ୍କୁ ହିଁ ଆପଣଙ୍କର ଜୀବନ ମଧ୍ୟକୁ, ଆପଣ ହୃଦୟ ମଧ୍ୟକୁ ଆସିବା ପାଇଁ ଦିଅନ୍ତୁ। Listen very carefully. ଅତି ଯତ୍ନବାନ ହୋଇ ପ୍ରଭୁଙ୍କର ବାକ୍ୟ ଶୁଣନ୍ତୁ। When you listen the word carefully, ଯେତେବେଳେ ପ୍ରଭୁଙ୍କର ବାକ୍ୟ ଯତ୍ନବାନ ହେଇ ଶୁଣିବେ, through the word, ସେଇ ବାକ୍ୟ ଦ୍ୱାରା, through the voice, ସେ ସ୍ୱର ଦ୍ୱାରା the Holy Spirit will come into your heart. ପବିତ୍ର ଆତ୍ମା ଆପଣଙ୍କ ହୃଦୟ ମଧ୍ୟକୁ ଆସିବେ। He will make you free. ସିଏ ଆପଣମାନଙ୍କୁ ମୁକ୍ତି ଦେବେ। He will heal you. ସିଏ ଆପଣଙ୍କୁ ସୁସ୍ଥ ଦେବେ। He will break your bondages. ଏବଂ ସେ ସମସ୍ତ ପ୍ରକାର ବନ୍ଧନରୁ ଆପଣଙ୍କୁ ମୁକ୍ତି ଦେବେ। He will break the curses in your life. ଆପଣଙ୍କର ଜୀବନରେ ଥିବା ସମସ୍ତ ଅଭିଶାପରୁ ମୁକ୍ତ କରିବେ। Oh, remember, my dear children, ସ୍ନେହର ଭାଇ ଓ ଭଉଣୀମାନେ, we are the children of God. ଆପଣମାନେ ଈଶ୍ୱରଙ୍କର ସନ୍ତାନ। We have a God to save us from every destruction. ପ୍ରଭୁ ଆସିଛନ୍ତି ଆମମାନଙ୍କୁ ସମସ୍ତ ପ୍ରକାର ଧ୍ୱଂସରୁ ଉଦ୍ଧାର କରିବା ପାଇଁ। His name is Jesus. ତାଙ୍କର ନାମ ହେଉଛି ଯୀଶୁ। His name is Jesus. ତାଙ୍କର ନାମ ହେଉଛି ଯୀଶୁ। उसका नाम है यीशु. ଆପଣ ଯୀଶୁ ଆପଣଙ୍କୁ ଉଦ୍ଧାର କରିବେ। Put your trust in the name of Jesus. ସେ ପ୍ରଭୁ ଯୀଶୁଙ୍କ ନାମରେ ସକଳ ବନ୍ଧନକୁ ଧ୍ୱଂସ କରୁଛି। Put your trust in Jesus. ଆଜି ସେଇ ପ୍ରଭୁ ଯୀଶୁଙ୍କ ଠାରେ ଭରସା କରନ୍ତୁ। He will make you free. ସିଏ ହିଁ ଆପଣମାନଙ୍କୁ ସମସ୍ତ ବନ୍ଧନରୁ ମୁକ୍ତି ଦେବେ। He will heal you. ସିଏ ଆରୋଗ୍ୟ କରିବେ। He will bless you. ସିଏ ଆପଣଙ୍କୁ ଆଶୀର୍ବାଦ କରିବେ। He will bless your family. ସିଏ ଆପଣଙ୍କ ପରିବାରକୁ ଆଶୀର୍ବାଦ କରିବେ। He will bless your finance. ଏବଂ ଆପଣ ସମସ୍ତ ପ୍ରକାର ଆଶୀର୍ବାଦ ଦେବେ। Put your trust in Jesus. ପ୍ରଭୁ ଯୀଶୁଙ୍କ ଠାରେ ଆଶା ଭରସା ରଖନ୍ତୁ। Call upon the name of Jesus. ସେ ପ୍ରଭୁଠାରୁ ସମର୍ପଣ କରନ୍ତୁ। Open your mouth and call upon the name of Jesus. ଏବଂ ମୁଖ ଖୋଲି ପ୍ରଭୁ ଯୀଶୁଙ୍କ ନାମ ଧରି ଡାକନ୍ତୁ। Like the blind man Bartimaeus, call upon the name of Jesus. ଯେଭଳି ଅନ୍ଧ ବାଟ୍ୟମେୟ ପ୍ରଭୁ ଯୀଶୁଙ୍କ ନାମ ଧରି ଡାକିଥିଲେ। Jesus. ଯୀଶୁ Jesus. ଯୀଶୁ Jesus. ଯୀଶୁ Jesus. ଯୀଶୁ Jesus. ଯୀଶୁ Jesus. ଯୀଶୁ जोर से बुलाओ, जोर से बुलाओ. उच्च Jesus. ଉଚ୍ଚ ସ୍ୱରରେ କୁହନ୍ତୁ ଯୀଶୁ ଯୀଶୁ ପ୍ରଭୁ ଯୀଶୁ बुलाओ, बुलाओ. ପ୍ରଭୁ ଯୀଶୁ Continue. ପ୍ରଭୁ ଯୀଶୁ Glory. ଆହୁରି ଉଚ୍ଚ ସ୍ୱରରେ Glory. ପ୍ରଭୁ ଯୀଶୁ Glory. ପ୍ରଭୁ ଯୀଶୁ Glory. ପ୍ରଭୁ ଯୀଶୁ Hallelujah. Glory. ଦାଉଦ Hallelujah. ସୁତ Glory. ପ୍ରଭୁ ଯୀଶୁ Hallelujah. Glory. ଦାଉଦ Hallelujah. ସୁତ Glory. ପ୍ରଭୁ ଯୀଶୁ Hallelujah. Glory. ପ୍ରଭୁ Hallelujah. ଯୀଶୁ Glory. Amen. Hallelujah. ପ୍ରଭୁ Glory. ଯୀଶୁ Amen. Glory. Amen. ଦାଉଦ Glory. ସୁତ ପ୍ରଭୁ ଯୀଶୁ Amen. Glory. ପ୍ରଭୁ ଯୀଶୁ The name of Jesus is the name above all names. ପ୍ରଭୁ ଯୀଶୁଙ୍କର ନାମ ସର୍ବନାମ ଠାରୁ ଶ୍ରେଷ୍ଠ ନାମ।
Bible says the name of Jesus is the name above all names. ସେଇ ପ୍ରଭୁ ଯୀଶୁଙ୍କର ନାମ ସର୍ବନାମ ଠାରୁ ଉର୍ଦ୍ଧ୍ୱରେ। There is power and authority in the name of Jesus Christ of Nazareth. ନାଜରେତ ପ୍ରଭୁ ଯୀଶୁଙ୍କର ନାମରେ ରହିଛି ଶକ୍ତି, ଆରୋଗ୍ୟ, ସମସ୍ତ ଶକ୍ତି। At the name of Jesus, every knee should bend in heaven, on earth, and under the earth. ସ୍ୱର୍ଗ ଏବଂ ମର୍ତ୍ତ୍ୟରେ ସେଇ ଯୀଶୁଙ୍କର ନାମ ତଳେ ସମସ୍ତ ଆଣ୍ଠୁ ଜାନୁପାତ କରିବେ। At the name of Jesus, every knee should bend in heaven, on earth, and under the earth. ସେଇ ପ୍ରଭୁ ଯୀଶୁଙ୍କର ନାମ ସମ୍ମୁଖରେ ସ୍ୱର୍ଗ ଏବଂ ମର୍ତ୍ତ୍ୟର ସମସ୍ତ ଲୋକଙ୍କର ଜାନୁପାତ ହେବ। And every tongue should confess that Jesus Christ is Lord to the glory of God the Father. ଏବଂ ସମସ୍ତ ଜୀବ ସ୍ୱୀକାର କରି କହିବେ ସେଇ ପ୍ରଭୁ ଯୀଶୁ ହିଁ ତ୍ରାଣକର୍ତ୍ତା ଖ୍ରୀଷ୍ଟ। Book of Philippians chapter 2, 10 and 11 says, ପ୍ରଭୁ ଯୀଶୁ କହନ୍ତି 2 ଅଧ୍ୟାୟରେ କହନ୍ତି, Dear my child, whatever is your problem, whatever is the problem, remember, ସ୍ନେହର ଭାଇ ଭଉଣୀମାନେ ଆପଣଙ୍କର ଜୀବନର ଯାହା ବି ସମସ୍ୟା ହେଇଥାଉ ତାହାକୁ ସ୍ମରଣ କରନ୍ତୁ। Jesus is above your problem. ପ୍ରଭୁ ଯୀଶୁ ଆପଣଙ୍କର ସବୁ ସମସ୍ୟାର ଉର୍ଦ୍ଧ୍ୱରେ। If you have cancerous, if you have blood issues, if you have psychic problem, if you are attacked by the devil, remember, Jesus is here to deliver you and to make you free. ଆପଣଙ୍କର କ୍ୟାନ୍ସର ବେମା ହେଇଥାଉ ବା ଯେକୌଣସି ଭୂତ ଆତ୍ମା ଦ୍ୱାରା ପ୍ରସବରେ ପଡ଼ିଥାନ୍ତୁ, ଯାହା ବି ସମସ୍ୟା ଥାଉ କିଛି, ଏ ସବୁ ସମସ୍ୟା ଉପରେ ପ୍ରଭୁ ଯୀଶୁଙ୍କର ନାମ ଉର୍ଦ୍ଧ୍ୱରେ। I tell you, I promise you, Jesus is here to bless you, to heal you, and to make you free. ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଇ କହୁଅଛି ଯେ ପ୍ରଭୁ ଯୀଶୁ ଆଜି ଏଠାରେ ଉପସ୍ଥିତ ଅଛନ୍ତି, ଆପଣମାନଙ୍କୁ ଆଶୀର୍ବାଦ କରିବେ, ସୁସ୍ଥ କରିବେ ଏବଂ ସମସ୍ତ ବନ୍ଧନରୁ ମୁକ୍ତ କରିବେ। Now you keep your right hand on your forehead. ଏବଂ ଆପଣ ଡାହାଣ ହାତ ମୁଣ୍ଡ ଉପରେ ରଖନ୍ତୁ, କପାଳ ଉପରେ ରଖନ୍ତୁ, ଆପଣଙ୍କର ଡାହାଣ ହାତ କପାଳ ଉପରେ ରଖନ୍ତୁ। All of you stand up. ସମସ୍ତେ ଠିଆ ହୁଅନ୍ତୁ, Stand up. ସମସ୍ତେ ଠିଆ ହୁଅନ୍ତୁ, ଯେଉଁମାନେ ବସିଛନ୍ତି ଠିଆ ହୁଅନ୍ତୁ। Now we are going to receive the deliverance. ବର୍ତ୍ତମାନ ଆପଣମାନେ ସମସ୍ତ ବନ୍ଧନରୁ ମୁକ୍ତ ହେବା ପାଇଁ ଯାଉଛନ୍ତି। The power is going to come upon you right now. ବର୍ତ୍ତମାନ ସେଇ ପ୍ରଭୁ ଯୀଶୁଙ୍କର ଶକ୍ତି ଆପଣଙ୍କର ଦେହ ଭିତରକୁ ପ୍ରବେଶ କରିବା ପାଇଁ ଯାଉଅଛି। In the name of Jesus Christ of Nazareth, the power of the Holy Spirit is going to come upon you right now. ସେଇ ପ୍ରଭୁ ନାଜରେତ ଯୀଶୁଙ୍କୁ ଏବଂ ପବିତ୍ର ଆତ୍ମାର ଶକ୍ତି ବର୍ତ୍ତମାନ ଆପଣ ମଧ୍ୟକୁ ପ୍ରବେଶ କରିବା ପାଇଁ ଯାଉଅଛି। In the name of Jesus, I bind every spirit of darkness, every spirit of sickness. I command them to come out and to surrender and to leave the child of God right now. ପ୍ରଭୁ ଯୀଶୁଙ୍କର ନାମରେ ସକଳ ରୋଗର ଆତ୍ମା, ସକଳ ଦୁଷ୍ଟ ଆତ୍ମା, ସକଳ ମନ୍ଦ ଆତ୍ମାକୁ ମୁଁ ବନ୍ଧନ କରୁଛି ଏବଂ ଯୀଶୁଙ୍କ ନାମରେ ମୁଁ ଆଦେଶ କରୁଛି, ଦୂର ହେଇ ଚାଲିଯାଅ। Every sickness come out and you leave the child of God right now. ଏବଂ ସମସ୍ତ ପ୍ରକାର ରୋଗ ଆତ୍ମା ଛାଡ଼ି ଚାଲିଯାଅ ଏ ଆମର ସନ୍ତାନ ସନ୍ତତି ଠାରୁ। You evil spirits come out and you surrender in the name of Jesus Christ. ସମସ୍ତ ମନ୍ଦ ଆତ୍ମା ବାହାରି ଆସ ଏବଂ ଯୀଶୁଙ୍କ ଠାରେ ସମର୍ପିତ ହୁଅ। And my dear child, be free. Be free and be free. ମୋର ଭାଇ ଓ ଭଉଣୀମାନେ ଆଜି ଆପଣମାନେ ମୁକ୍ତି ହୁଅନ୍ତୁ, ମୁକ୍ତି ହୁଅନ୍ତୁ। Be healed and be free. ଆରୋଗ୍ୟ ଲାଭ କରି ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନ ହୁଅନ୍ତୁ। May the mighty power fall upon you. Be free. ଏବଂ ସେଇ ପ୍ରଭୁ ଯୀଶୁଙ୍କର ଶକ୍ତି ଦ୍ୱାରା ଆପଣମାନେ ସମସ୍ତେ ସ୍ୱାଧୀନ ହୁଅନ୍ତୁ। May the Lord forgive all your sins. ପ୍ରଭୁ ଆପଣମାନଙ୍କର ସମସ୍ତ ପ୍ରକାର ପାପ କ୍ଷମା କରନ୍ତୁ। Bible says that by believing in the name of Jesus Christ, your sins will be forgiven. ବାଇବେଲ କହେ
ଯୀଶୁଙ୍କ ନାମରେ ବିଶ୍ୱାସ କରିବା ଦ୍ୱାରା ଆପଣମାନଙ୍କର ସମସ୍ତ ପାପ କ୍ଷମା କରି ଦିଆଯିବ। Book of Acts 10:43 says, by believing the name of Jesus Christ, your sins will be forgiven. ପ୍ରେରିତ ପୁସ୍ତକ 10:43 ଆଉଥରେ କହୁଛି, ପ୍ରେରିତ ପୁସ୍ତକ 10:43 ପଦରେ ବାକ୍ୟ କହେ ଆପଣଙ୍କର ସମସ୍ତ ପାପ କ୍ଷମା କରି ଆପଣ ପ୍ରଭୁ ସ୍ୱାଧୀନ ଦେବେ। Do you believe in the name of Jesus Christ? ଆପଣମାନେ ସେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରୁଛନ୍ତି କି? Do you believe in the name of Jesus Christ? ଆପଣମାନେ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ ରଖିଛନ୍ତି କି? Loudly, do you believe in the name of Jesus Christ? ଉଚ୍ଚସ୍ୱରରେ କୁହନ୍ତୁ, ଆପଣ ପ୍ରଭୁ ଯୀଶୁଙ୍କ ନାମରେ ବିଶ୍ୱାସ କରୁଛନ୍ତି କି? By your faith in the name of Jesus, my dear child, be free, and be free. ସେଇ ଯୀଶୁଙ୍କ ଠାରେ ବିଶ୍ୱାସ ଦ୍ୱାରା ଆଜି ଆପଣମାନେ ବନ୍ଧନରୁ ମୁକ୍ତ ହୁଅନ୍ତୁ, ସ୍ୱାଧୀନ ହୁଅନ୍ତୁ, ସ୍ୱାଧୀନ ହୁଅନ୍ତୁ। Be free from your bondages. ସମସ୍ତ ପ୍ରକାର ବନ୍ଧନରୁ ଆଜି ମୁକ୍ତି ହୁଅନ୍ତୁ Be free from your sickness. ଏବଂ ସମସ୍ତ ପ୍ରକାର ବନ୍ଧନରୁ ଅଭିଶାପରୁ ମୁକ୍ତ ହୁଅନ୍ତୁ। Be free from your problems. ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତ ହୁଅନ୍ତୁ। Glory, hallelujah, glory, hallelujah. Open your mouth and praise him, hallelujah. ମୁହଁ ଖୋଲି ଉଚ୍ଚସ୍ୱରରେ ପ୍ରଶଂସା କରନ୍ତୁ, ମୁହଁ ଖୋଲନ୍ତୁ ଏବଂ ବସନ୍ତୁ। ହାଲେଲୁୟା, ହାଲେଲୁୟା, Praise him, praise him, praise the Lord, hallelujah. ହାଲେଲୁୟା, Hallelujah, 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 hallelujah. Glory, hallelujah, glory, hallelujah, glory. ଗୌରବ 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 Hallelujah, 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 hallelujah. Jesus' name above all names, hallelujah, glory, hallelujah, glory. Shiala baraba tarata kabaroho, tula raham duro shabo, toparo hara, urol ham duro kabo, o tora ham duro, lara ham duro shabo, tula da. Hallelujah, glory, hallelujah, glory, hallelujah, glory, hallelujah, glory, hallelujah, glory. Name of our name, beautiful Savior, glorious Lord, oh, Emmanuel, God is with us, blessed Redeemer, living God. Oh, blessed Redeemer, living God. Jesus, name above all names, beautiful Savior, glorious Lord, Emmanuel, God is with us, blessed Redeemer, living God. Oh, blessed Redeemer, living God. Oh, blessed Redeemer, living God. We read in the Bible that
power came out of Jesus and healed many sick people. ଏବଂ ବାଇବେଲର ଅନେକ ଦୃଷ୍ଟାନ୍ତ ଦେଖୁଛୁ ଆମେ ପ୍ରଭୁ ଯୀଶୁଙ୍କର ଶକ୍ତି ଦ୍ୱାରା ଶକ୍ତି ପ୍ରବାହିତ ଦ୍ୱାରା ଅନେକ ରୋଗୀ ଭାଇ ଭଉଣୀମାନେ ସୁସ୍ଥ ହେବାର ଦୃଷ୍ଟାନ୍ତ ଦେଖିପାରୁଛୁ। But in the book of Luke, there was a woman who had a problem of bleeding. For the last 12 years, she was suffering with bleeding. And the Bible says that she spent all her money for her treatment. No one could help her. She became very weak and she heard about Jesus Christ. ବାଇବେଲରେ ଆମେ ଲୋକଶୋଷ ମଧ୍ୟ ଦେଖିବାକୁ ପାଉଛୁ ଯେ 12 ବର୍ଷ ଧରି ଜଣେ ନାରୀ ରକ୍ତସ୍ରାବରେ ପୀଡ଼ିତ ଥିଲେ। ଅନେକ ଟଙ୍କା ପଇସା ସାରିଲେ କିନ୍ତୁ ସୁସ୍ଥ ହେଇପାରିଲେ ନାହିଁ। ଶେଷରେ ପ୍ରଭୁ ଯୀଶୁଙ୍କର ଆରୋଗ୍ୟ ବିଷୟରେ ଶୁଣିବାକୁ ପାଇଲେ। A woman with a blood issue was not allowed to move among other people. She was excommunicated from her family. She should live separately, alone, in another house. 12 ବର୍ଷ ଧରି ରକ୍ତସ୍ରାବ ଦ୍ୱାରା ତାକୁ ସମାଜରୁ ବାଛନ୍ଦ କରାଯାଇଥିଲା। ସେ ସ୍ୱତନ୍ତ୍ର ଭାବରେ ଅଲଗା ଜୀବନ ଯାପନ କରୁଥିଲା। And she heard about Jesus Christ. ଏବଂ ସେଇ ନାରୀ ଯୀଶୁଙ୍କ ବିଷୟରେ ଶୁଣିବାକୁ ପାଇଲେ। She thought, I cannot go to Jesus and ask him to heal me. ମୁଁ ତ କେବେ ଯୀଶୁଙ୍କ ନିକଟକୁ ଯାଇପାରିବି ନାହିଁ। ମୁଁ ତ ଅଶୁଚି ହେଇଛି, ମୋତେ ବାଛନ୍ଦ କରାହେଇଛି ସେ ଭାବିଲେ। Because she was not allowed to go to say Jesus because of her problem. ତାର ସେ ରକ୍ତସ୍ରାବ ଜନିତ ଦୁର୍ବଳତାରୁ ସେ ଯୀଶୁଙ୍କ ପାଖକୁ ଯିବା ପାଇଁ ମଧ୍ୟ ସାହସ କରି ଯାଇପାରୁନଥିଲା। So she thought, if I could just touch the fringe of his cloth, I will be healed. କିନ୍ତୁ ସେ ମନେ ମନେ ଭାବିଲା, ମୁଁ ଯଦି ଯାଇ ଖାଲି ପ୍ରଭୁ ଯୀଶୁଙ୍କର ବସ୍ତ୍ରର ଧଡ଼ି ଛୁଇଁଦେବି, ମୁଁ ନିଜ ସୁସ୍ଥତା ଲାଭ କରିବି। She thought in her mind that I cannot go to Jesus and say my problem. କିନ୍ତୁ ସିଏ ମନେ ମନେ ଭାବୁଥିଲା ଯେ ମୁଁ ତ ଯୀଶୁଙ୍କ ନିକଟକୁ ଯାଇକି ମୋର ସମସ୍ୟା କହିପାରିବି ନାହିଁ। He is God, so I will touch the fringe of his cloth and I will be healed. ଯଦି ତ ମୁଁ କିଛି କହିପାରିବି ନାହିଁ, ଅନ୍ତତଃ ଯାଇ ମୁଁ ଖାଲି ତାଙ୍କର ବସ୍ତ୍ରର ଧଡ଼ି ଛୁଇଁଦେବି ଏବଂ ମୁଁ ସୁସ୍ଥ ହେବି। With that strong faith, she went to Jesus and she just touched the fringe of his cloth and power fell upon her body and instantly she got healed. এই ବିଶ୍ୱାସରେ ସେ ନାରୀ ଯୀଶୁଙ୍କ ନିକଟକୁ ଗଲେ ଏବଂ ଯୀଶୁଙ୍କର ସେ ବସ୍ତ୍ରର ଧଡ଼ି ଛୁଁ ଛୁଁ ତତ୍କ୍ଷଣାତ୍ ସୁସ୍ଥତା ଲାଭ କଲେ। The same Jesus is here to heal you. ଏବଂ ସେ ଭାବିଲେ ଯୀଶୁଙ୍କୁ ସେ ସୁସ୍ଥ କରିଛନ୍ତି ଭାବୁଥିଲେ। The same Jesus is here to make you free. ସେଇ ଯୀଶୁ ହିଁ ଆଜି ମଧ୍ୟ ଆପଣଙ୍କ ଗହଣରେ ଅଛନ୍ତି ଆପଣଙ୍କୁ ସୁସ୍ଥ କରିବା ପାଇଁ। The same Jesus who cast out the demons and evil spirits from many, he is here to make you free. ଯେଉଁ ପ୍ରଭୁ ଯୀଶୁ ଅନେକ ଲୋକଙ୍କ ଠାରୁ ମନ୍ଦାତ୍ମକ ବିତାଡ଼ିତ କରିଥିଲେ, ସେଇ ସମାନ ପ୍ରଭୁ ଯୀଶୁ ଆଜି ଆପଣଙ୍କ ଗହଣରେ ଜୀବିତ ଅବସ୍ଥାରେ ଅଛନ୍ତି ସୁସ୍ଥ କରିବା ପାଇଁ। I pray, may that same power move over everywhere here. May that same power touch you and heal you and make you free. ଆଜି ମୁଁ ସେଇ ଦେହ ପରି ସେଇ ସମାନ କ୍ଷମତା ପ୍ରଭୁ ଯୀଶୁଙ୍କର ସେ ଆରୋଗ୍ୟ ଶକ୍ତି ଆପଣମାନଙ୍କୁ ସମସ୍ତଙ୍କୁ ସ୍ପର୍ଶ କରି ସୁସ୍ଥ କରନ୍ତୁ ଏବଂ ସମସ୍ତ ବନ୍ଧନରୁ ମୁକ୍ତି କରନ୍ତୁ। I'm declaring in the mighty presence of the mother of Jesus, Mother Mary here. ଏବଂ ମା ମାରିଆଙ୍କର ଉପସ୍ଥିତି ମଧ୍ୟ ମୁଁ ଏହି ସ୍ଥାନରେ ଅନୁଭବ କରୁଅଛି। Oh dear mother, I thank you, I praise you for awesome presence here. ମା ମାରିଆ, ମୁଁ ତୁମକୁ ଧନ୍ୟବାଦ କରୁଛି, ପ୍ରଶଂସା କରୁଛି, କାରଣ ତୁମେ ଆମମାନଙ୍କ ଗହଣରେ ଆଜି ଏଠାରେ ଅଛ ବୋଲି। And you are seeing the hearts of these people. Have mercy on them. Oh dear mother, when the wine gave out, you came to Jesus and said they have no wine. Today, right now, please intercede for these people. ପ୍ରଭୁ ଯୀଶୁ ସେଇଦିନ ସେ ମା ମାରିଆଙ୍କର ନିବେଦନରେ ତୁମେ କାନନ କରି ସେମାନଙ୍କୁ ସାହାଯ୍ୟ କରିଥିଲ। ଆଜି ମଧ୍ୟ ସେ ମା ମାରିଆଙ୍କର ନିବେଦନ ଦ୍ୱାରା ଆମମାନଙ୍କୁ ସମସ୍ତଙ୍କୁ ସ୍ପର୍ଶ କରି ସୁସ୍ଥ କର ଏବଂ ମିରାକଲ ଆରୋଗ୍ୟ କର। May the power of the Holy Spirit
and power of wisdom come upon this place. से पवित्र आत्माଙ୍କର ଶକ୍ତି से पवित्र आत्माର ଆଲୋକ ମଧ୍ୟ ଆଜି ଆମମାନଙ୍କ ଉପରେ ବର୍ଷଣ ହଉ। Once again, please praise God. Hallelujah. 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 ଆସନ୍ତୁ Hallelujah. ପ୍ରଶଂସା କରିବା, ଉଚ୍ଚ ସ୍ୱରରେ ମୁହଁ ଖୋଲି ପ୍ରଶଂସା କରନ୍ତୁ। Glory, ହାଲେଲୁୟା hallelujah, ହାଲେଲୁୟା hallelujah, ହାଲେଲୁୟା 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 ହାଲେଲୁୟା। Hallelujah. Glory. I want you all be healed. I want you all be healed. ମୁଁ ଚାହେଁ ଆପଣମାନେ ସମସ୍ତେ ସୁସ୍ଥତା ଲାଭ କରନ୍ତୁ। I want the power of God come upon you all. ମୁଁ ଚାହୁଁଛି ପରମେଶ୍ୱରଙ୍କ ସେଇ ଶକ୍ତି ଆପଣ ଉପରେ ଅବତରଣ କରୁ। And I want you to be all free. ମୁଁ ଚାହେଁ ଆପଣମାନେ ସମସ୍ତେ ସ୍ୱାଧୀନ ହୁଅନ୍ତୁ। Now I am coming down till the end of this auditorium with the power of the Lord. You can stand there. No one come near to me. You just stand where you are. But you ask for the power of the Lord. ଏବଂ ଯେତେବେଳେ ଆସିଲି ଆପଣମାନେ ଯେଉଁ ସ୍ଥାନରେ ସେଠାରେ ଅଛନ୍ତି ରୁହନ୍ତୁ ଏବଂ ପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରନ୍ତୁ। ପ୍ରଭୁ ଆପଣଙ୍କୁ ସେହି ସ୍ଥାନରେ ଆସି ଆପଣଙ୍କୁ ସ୍ପର୍ଶ କରି ସୁସ୍ଥ କରିବେ। Again I ask you all to stand up. ଆପଣ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତେ ଠିଆ ହୁଅନ୍ତୁ। Please stand up. ସମସ୍ତେ ଠିଆ ହୁଅନ୍ତୁ। ଏ ଡାହାଣ ପଟେ ଭାଇ ବାପାମାନଙ୍କ ସାଇଡରେ ଲୋକ ବସିଛନ୍ତି, ଠିଆ ହୁଅନ୍ତୁ। We read in the Bible. When Peter walked the streets of Jerusalem, his shadow fell upon the people and healed many. ବାଇବେଲରେ ଆମେ ଦୃଷ୍ଟାନ୍ତ ଦେଖୁଛୁ ସାଧୁ ପିତରଙ୍କର ତାଙ୍କର ଛାଇ ପଡ଼ିବା ଦ୍ୱାରା ମଧ୍ୟ ଅନେକ ଲୋକମାନେ ଆରୋଗ୍ୟ ଲାଭ କଲେ। I ask the Lord, let the shadow fall upon everyone here. ପ୍ରଭୁଙ୍କ ଠାରେ ମୁଁ ପ୍ରାର୍ଥନା କରେ ପ୍ରଭୁଙ୍କର ସେଇ ଛାଇ ଆପଣମାନଙ୍କ ଉପରେ ପଡ଼ି ସମସ୍ତେ ସୁସ୍ଥ ହୁଅନ୍ତୁ। Let that power fall upon everyone here. ସେ ପ୍ରଭୁଙ୍କର ଶକ୍ତି ସମସ୍ତଙ୍କ ଉପରେ ଆଜି ପଡ଼ୁ। Glory, hallelujah, glory, hallelujah, glory. Hallelujah, Hail Mary, hallelujah, full of grace, the Lord is with you. hallelujah. Blessed art thou amongst women, and blessed is the fruit of thy womb, Jesus. Holy Mary, Mother of God, pray for us sinners, now and at the hour of our death. Amen. Glory, hallelujah, glory. Ave Maria, Ave Maria, Ave Maria. नमस्ते मरिया, नमस्ते मरिया, अनुग्रहरे पूर्ण प्रभु तुम्हारी संगरे नारीगणों मध्य तुम्हें धन्य एवं धन्य तुम्हारी गर्भर फल यीशु आई परमेश्वरंकर माता पुण्यमी मरिया अम्मने पापी अम्मनंक निमंते निवेदन करो। You there, receive. Be blessed. Be blessed. Be blessed. Be blessed. You there, receive it. Be blessed. Be blessed. Receive the power and the anointing. Be blessed. Receive till the end. Receive. Be blessed. Be blessed. Be free and be healed. Be free and be healed. स्वाधीन होंतो आरोग्य लभंतो Be free and be healed. स्वाधीन होंतो अनुभव करंतो सुस्थ होंतो Be free and be healed. स्वाधीन होंतो आरोग्य लभंतो Be free and be healed. स्वाधीन होंतो आरोग्य लभंतो Be free and be healed. स्वाधीन होंतो सुस्थ लभंतो Amen. Glory. Be free and be healed. स्वाधीन होंतो आरोग्य लभंतो Glory. Hallelujah. Glory. Hallelujah. Glory. Hallelujah. Glory. Hallelujah. Glory. Hallelujah. Glory. And you young people, amen.
be blessed and receive it. Receive the blessing, receive the anointing, receive the power. I pray for these young people. Translate. I pray for these young people here. ପ୍ରଭୁ ଆପଣ ସମସ୍ତଙ୍କୁ ସ୍ପର୍ଶ କରନ୍ତୁ, ସମସ୍ତଙ୍କୁ ଛୁଅନ୍ତୁ May the Lord touch you all. ଏବଂ ପ୍ରଭୁ ଯୀଶୁ ସମସ୍ତଙ୍କୁ ସ୍ପର୍ଶ କରନ୍ତୁ। May the Lord make you all free. ପ୍ରଭୁ ଯୀଶୁ ସମସ୍ତଙ୍କୁ ଆରୋଗ୍ୟ କରି ସ୍ୱାଧୀନ କରନ୍ତୁ। Be free ଆପଣମାନେ ମୁକ୍ତ ହୁଅନ୍ତୁ, from every sins. ସମସ୍ତ ପ୍ରକାର ପାପରୁ ମୁକ୍ତ Be ହୁଅନ୍ତୁ, free from the devil. ଶୈତାନର ବନ୍ଧନରୁ ମୁକ୍ତ ହୁଅନ୍ତୁ, Be free from every evil. ସମସ୍ତ ପ୍ରକାର ମନ୍ଦ ଆତ୍ମାରୁ ଛୁଟକାରା Be ପାଆନ୍ତୁ। free in the name of Jesus. ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତେ ମୁକ୍ତ ହୁଅନ୍ତୁ। Amen. Glory. Amen. Glory. Amen. Glory. Amen. Glory. Amen. Glory. Be free. Receive the blessing. Receive the healing. And receive the anointing. ପ୍ରଭୁଙ୍କର ଅଭିଷେକ ପାଆନ୍ତୁ, ଆରୋଗ୍ୟ ଲାଭ କରନ୍ତୁ, ସମସ୍ତେ ମୁକ୍ତ ହୁଅନ୍ତୁ। Glory. 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 Receive it. Receive it. Receive it. Amen. Receive it. Tuparasalatakaba. Amen. Glory. Amen. Glory. Lift up your hands to heaven. ଆପଣଙ୍କର ହାତ ଉଠାନ୍ତୁ, Open your mouth and praise and thank Him. Hallelujah. ମୁହଁ ଖୋଲି ଉଚ୍ଚସ୍ୱର ପ୍ରଭୁର ପ୍ରଶଂସା କରନ୍ତୁ। ହାଲେଲୁୟା, ହାଲେଲୁୟା, Hallelujah. 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 ହାଲେଲୁୟା, ହାଲେଲୁୟା, Hallelujah. 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 ହାଲେଲୁୟା, 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 Hallelujah. ହାଲେଲୁୟା, ହାଲେଲୁୟା, Hallelujah. Amen. Glory. Amen. Glory. Amen. Glory. ହାଲେଲୁୟା, ହାଲେଲୁୟା। Be healed. ଆରୋଗ୍ୟ ଲଭନ୍ତୁ। Every rejections, every wounds in your mind, be healed. ଯେତେ ଲୋକ ଆଜି ଆମମାନଙ୍କୁ ତୁଚ୍ଛ କରିଛନ୍ତି, ଆଡ଼େଇ ଦେଇଛନ୍ତି, ସେ କ୍ଷତ ଏବଂ ଆମର ହୃଦୟର ଅନ୍ତରରେ ଥିବା ସମସ୍ତ କ୍ଷତକୁ ଆଜି ପ୍ରଭୁ ଆରୋଗ୍ୟ କରନ୍ତୁ। Glory be to the Father, to the Son, and to the Holy Spirit. ଗୌରବାନ୍ୱିତ ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଗୌରବାନ୍ୱିତ ହୁଅନ୍ତୁ। ମରିୟାଦରେ ବର୍ତ୍ତମାନ ଓ ସର୍ବଦା ଯୁଗାନ୍ତରେ ଆମେନ୍। Once again, clap your hands. ଆଉ ଥରେ ତାଳି ମାରି ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ। Hallelujah. ହାଲେଲୁୟା। Please be seated. ଦୟାପୂର୍ବକ ବସନ୍ତୁ। Hallelujah. ହାଲେଲୁୟା। Are you happy? ଆପଣମାନେ ଖୁସି କି? Are you happy? ଆପଣମାନେ ଖୁସି କି? Hallelujah. ହାଲେଲୁୟା, Hallelujah. ହାଲେଲୁୟା, Ave Maria. ମାରିଆ। Today is the second day of our retreat. ଆଜି ଧ୍ୟାନର ଦ୍ୱିତୀୟ ଦିନରେ ଆସି ଆମେ ପଦାର୍ପଣ କରିସାରିଛେ। I am praying to the Lord to bless you all abundantly. ଆଜି ମୁଁ ପ୍ରାର୍ଥନା କରେ ପ୍ରଭୁ ଆଜି ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଚୁର ମାତ୍ରାରେ ଆଶୀର୍ବାଦ କରନ୍ତୁ। I want you all to receive the Holy Spirit and His power. ମୁଁ ଚାହେଁ ଆପଣମାନେ ସମସ୍ତେ ପବିତ୍ର ଆତ୍ମାକୁ ଏବଂ ତାଙ୍କର ଶକ୍ତି ପ୍ରାପ୍ତ କରନ୍ତୁ। You should be ready to receive the power of the Holy Spirit. ଆମେ ସେଇ ପବିତ୍ର ଆତ୍ମାଙ୍କର ଶକ୍ତିକୁ ପାଇବା ପାଇଁ ଆମେ ପ୍ରସ୍ତୁତ ହେବା ଦରକାର। And remember, the Holy Spirit is given only to those who believe the name of Jesus Christ. କେବଳ ଯେଉଁମାନେ ପ୍ରଭୁ ଯୀଶୁଙ୍କ ନାମରେ ବିଶ୍ୱାସ କରନ୍ତି କେବଳ ସେମାନଙ୍କୁ ହିଁ ପବିତ୍ର ଆତ୍ମା ଦିଆଯାଏ। If you want the Holy Spirit, ଆପଣମାନେ ପବିତ୍ର ଆତ୍ମାକୁ ପାଇବା ପାଇଁ ଚାହୁଁଛନ୍ତି କି? you should believe in the name of Jesus Christ. ଯଦି ସେ ଚାହୁଁଛନ୍ତି ତାହେଲେ ପ୍ରଭୁ ଯୀଶୁଙ୍କ ନାମଠାରେ ବିଶ୍ୱାସ କରିବା ଦରକାର। You should love Jesus Christ. ପ୍ରଭୁ ଯୀଶୁଙ୍କୁ ପ୍ରେମ କରିବା ଦରକାର। To love Jesus means to love His word. ପ୍ରଭୁ ଯୀଶୁଙ୍କୁ ପ୍ରେମ କରିବାର ଅର୍ଥ ହେଲା ତାଙ୍କର ବାକ୍ୟ ସକଳ ପାଳନ କରିବା। You may say you love Jesus, but if you are not obeying the word, Jesus will say, it's a lie, you are not loving Him. ଯଦି ଆପଣମାନେ କହିବେ ମୁଁ ଯୀଶୁଙ୍କୁ ପ୍ରେମ କରୁଛି ବୋଲି କହିବେ କିନ୍ତୁ ତାଙ୍କର ବାକ୍ୟ ପାଳନ କରିବେ ନାହିଁ ତାହେଲେ ପ୍ରଭୁ କହିବେ ତୁମେ ମିଥ୍ୟାବାଦୀ। To obey the word means to love Jesus. To obey the word, it means to obey the commandments of God.
परमेश्वरଙ୍କର प्रभु जीशुଙ୍କର आज्ञा सकल पालन करिवार अर्थ हैला प्रभु को हमें प्रेम करिवा Without obeying the commandments, without obeying the word of God, you cannot receive the Holy Spirit. परमेश्वर आज्ञा सकल पालन न करिला पर्यंत आपण केबे मध्ये पवित्र आत्मा को प्राप्त करि परिबे नहीं I told you 36 years ago, I lost my faith. I didn't know anything about the Holy Spirit. But when He came into my life, I loved the Holy Spirit. I loved Jesus. And I loved the Father in heaven. 36 वर्ष पूर्वे मो प्रभु जीशु ठारे के पवित्र आत्मा मोर विश्वास नथिला किंतु जेतले पवित्र आत्मा मो जीवन को आसिले ता परे मु जीशु को पवित्र आत्मा पाइली एवं तांको प्रेम करिया को आरंभ करली When I saw Jesus on the cross, I said to the Lord, I want to tell the world that Jesus Christ is alive. He is the true God. And I said to the Lord, I surrender my life. It will be my responsibility to bring the people to you, Lord Jesus Christ. जेतेबेले मो प्रभु जीशु को क्रूस पर दिव्य दर्शन पाइली सेही समय मु जानली प्रभु जीशु एकमात्र सत्य परमेश्वर एवं सेही दिन ठारू मु मोर निज को आत्मसमर्पण कली एवं प्रभुଙ୍କର वाक्य सर्वत्र प्रचार करिया पई मोर जीवन रे मनस्थ नेली And 36 years ago, when the Holy Spirit anointed me, He showed me a huge crowd, multitudes, millions of people all over the world. 3 times the Lord showed me that multitudes. एवं 36 वर्ष पूर्वे से पवित्र आत्मा मते दर्शन देले एवं प्रभुଙ୍କର कार्य करिया पे मते आह्वान कले I saw multitudes, I saw large crowds, millions of people. In a vision I am seeing millions of people. एवं से दिव्य दर्शन मु देखिया पाइली असंख्य लोक कोटि कोटि जनता को मु देखिया पाइथिली And today I am so glad that I am here because all of you were there in that vision when I saw that millions of people. जो दिव्य दर्शन रे मो 1 कोटि ऊर्ध्व लोक को देखिथिली आज मु खुशी जे एई सेही जनता जुमन आपण माने मध्ये से विजन रे थिले से गहळी मध्ये रो आपण मान को मध्ये देखिथिली तेरो आपणकर सम्मुख रे आज थिबारु मो अत्यंत खुशी In those visions, the Lord showed me the multitudes and He gave me that people, my responsibility to preach the gospel all over the world. एवं से जो असंख्य जनता को दिव्य दर्शन देखले ता प्रभुଙ୍କର दिव्य इच्छा प्रकाश कर कहले ए जनता सम्मुख रे तुमे मोर वाक्य प्रचार करो And I am so happy that you were chosen by the Lord and you were among the multitudes when I saw that vision. मु आज अत्यंत खुशी जे आपण माने से जो दहड़ी देखिथिले से मान को मध्ये रे थिले आपण माने से प्रभुଙ୍କର मनोनीत व्यक्ति माने Let us thank the Lord for His mercy, for His love and for His kindness. आसन से प्रभु को धन्यवाद देबा तांकर करुणा एवं तांकर दया पे हमें से ईश्वर को धन्यवाद ज्ञापन करिबा Once again, lift up your hands to heaven and thank the Lord. एवं हाथ उत्तोलन करिया प्रभु ईश्वर को धन्यवाद ज्ञापन करंतो Hallelujah. हालेलुया Hallelujah. Hallelujah. हालेलुया Hallelujah. Hallelujah. हालेलुया Ave Maria. आवे मरिया Ave Maria. नमस्ते मरिया Ave Maria. नमस्ते मरिया Hallelujah. 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 हालेलुया हालेलुया Thank you, Lord. Praise you. Hallelujah. Glory. Hallelujah. Glory. Hallelujah. धन्यवाद प्रभु आराधना प्रभु गौरव 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 हो प्रभु धन्यवाद प्रभु Jesus Christ, after His resurrection, He appeared to His disciples. पुनरुत्थान परे प्रभु जीशु तंगर शिष्य मान को दर्शन देले In book of Matthew, chapter 28, माथ्यू सुसमाचार 28 अध्याय verse 18 onwards. 18 पद ठारो माथ्यू 28 18 पद ठारो And Jesus came and said to them, all authority in heaven and on earth has been given to me. माथ्यू सुसमाचार 28 अध्याय 18 पद प्रभु जीशु दिव्य दर्शन दे कहले स्वर्ग एवं पृथ्वी पर समस्त अधिकार मते दिया जायछि
Go therefore and make disciples of all nations. ଏବଂ ସେ କହିଲେ ସମଗ୍ର ଜଗତକୁ ଯାଅ ସୁସମାଚାର ପ୍ରଚାର କରି ମୋର ଶିଷ୍ୟ ଶିଷ୍ୟା ସେମାନଙ୍କୁ କରନ୍ତୁ, Baptizing them in the name of the Father and of the Son and of the Holy Spirit. ଏବଂ ସେ ସମସ୍ତଙ୍କୁ ବାକ୍ୟ ପ୍ରଚାର କଲା ପରେ ପିତା ପୁତ୍ର ଏବଂ ପବିତ୍ର ଆତ୍ମା ନାମରେ ସେମାନଙ୍କୁ ଦୀକ୍ଷିତ କର And teaching them to obey everything that I have commanded you. ଏବଂ ମୁଁ ଯାହା ସବୁ ତୁମକୁ ଶିକ୍ଷା ଦେଇଛି ସେ ଶିକ୍ଷା ସେମାନଙ୍କୁ ସମସ୍ତଙ୍କୁ ସେଇ ଶିକ୍ଷା ଦିଅ। Jesus gave the responsibility to the disciples. He said, go and teach the word that I taught you. ପ୍ରେରିତ ମାନଙ୍କୁ ଗୋଟେ ଦାୟିତ୍ୱ ଦେଇ ପ୍ରଭୁ ଯୀଶୁ କହିଲେ ସମଗ୍ର ଜଗତକୁ ଯାଇ ପ୍ରତ୍ୟେକକୁ ଯାହା ଶିଖି ତା ଶିକ୍ଷା ଦିଅ ଏବଂ ସେମାନଙ୍କୁ ସମସ୍ତଙ୍କୁ ଦୀକ୍ଷା ସ୍ନାନ ଦିଅ। Teach them to obey everything that I have commanded you. ମୁଁ ଯାହା ଯାହା ତୁମମାନଙ୍କୁ ଆଦେଶ କରିଛି ଆଜ୍ଞା ଦେଇଛି ସେ ସକଳ ପାଳନ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦିଅ। I am here to teach you everything that Jesus commanded. ଏବଂ ପ୍ରଭୁ ଯୀଶୁ ଆମମାନଙ୍କୁ ଯାହା ଶିକ୍ଷା ଦେଲେ ସେଇ ଶିକ୍ଷା ମୁଁ ଦେଇ ଚାଲିଅଛି। Jesus said, teach them to obey. To obey. ଯୀଶୁ କହିଲେ ମୁଁ ଯାହା ଶିକ୍ଷା ଦେଇଛି ସେ ଶିକ୍ଷା ପାଳନ କରିବା ପାଇଁ ସେମାନଙ୍କୁ ଶିଖାଅ। To obey the commandments. ପରମେଶ୍ୱର ଆଜ୍ଞା ସକଳକୁ ପାଳନ କରିବା ପାଇଁ ଶିଖାଅ। To obey the word of God. ପ୍ରଭୁଙ୍କର ବାକ୍ୟ ପାଳନ କରିବା ପାଇଁ ଶିଖାଅ। I am here to teach you to obey. ଏବଂ ମୁଁ ମଧ୍ୟ ଆପଣମାନଙ୍କୁ ଶିକ୍ଷା ଦେଉଛି ସେ ପ୍ରଭୁଙ୍କର ବାକ୍ୟ ପାଳନ କରିବା ପାଇଁ। If you are in a school, in a classroom, the teacher is there to teach you. When the teacher teaches, you just listen and you obey it. You are not questioning. You are not fighting against the teacher. ଏବଂ ଯେଭଳି ଆପଣମାନେ ଗୋଟେ ଶ୍ରେଣୀ ବା କ୍ଲାସ ରୁମ୍ରେ ଥିଲେ ଶିକ୍ଷକ ଯେମିତି ଆପଣଙ୍କୁ ଶିକ୍ଷା ଦିଏ ପ୍ରଭୁ ଯୀଶୁ ମଧ୍ୟ ସେହି ପ୍ରକାରେ ତାଙ୍କର ସ୍ୱର୍ଗୀୟ ଆଜ୍ଞା ସକଳ ଶିଖାଉଛନ୍ତି। If the student didn't obey the teacher will take the stick. The teacher has the authority to beat the child. ଏବଂ ସେ ଶ୍ରେଣୀର ଶିକ୍ଷକ ପାଖରେ ଗୋଟେ ବାଡ଼ି ଥାଏ, ପିଲାମାନଙ୍କୁ ଛାଟ ଦେଇ ସେମାନଙ୍କୁ ଶିକ୍ଷା ଦେବାର ତାର ଅଧିକାର ଥାଏ। But here God says that to obey His commandments. ଆଜି ଏଇଠାରେ ଆମକୁ ପରମେଶ୍ୱର କହନ୍ତି, ପ୍ରଭୁ ଯୀଶୁ କହନ୍ତି ତାଙ୍କର ସକଳ ଆଜ୍ଞା ସକଳ ପାଳନ କରିବା ପାଇଁ। The word is given to us so that we may obey the commandments, to obey the word, that is Bible. ଏଇ 10 ଆଜ୍ଞା ମାଧ୍ୟମରେ ପ୍ରଭୁ ତାଙ୍କର ଦିବ୍ୟ ବାକ୍ୟ ସକଳ ପାଳନ କରିବା ପାଇଁ ଆମମାନଙ୍କୁ ଆଜ୍ଞା ଦେଇଛନ୍ତି ଯାହା ବାଇବେଲରେ ଲେଖାଯାଇଛି। I promise you, Bible promises that if you obey the commandments of God, if you obey the word of God, you and your household will be blessed and saved. ଏବଂ ବାଇବେଲରେ ଆମକୁ ଶିକ୍ଷା ଦିଏ ଯଦି ଆମେ ପରମେଶ୍ୱର ଆଜ୍ଞା ସକଳ ପାଳନ କରିବା ତାହେଲେ ପ୍ରଭୁ ଆପଣମାନଙ୍କୁ ଏବଂ ଆପଣମାନଙ୍କ ପରିବାର ସକଳକୁ ଆଶୀର୍ବାଦ କରିବେ। So Bible preaching means to teach the people to obey the word of God. ଏବଂ ବାଇବେଲ ଆମକୁ ଶିକ୍ଷା ଦିଏ ଯେ ଆମେ ଯାହା ପ୍ରଭୁଙ୍କ ଶିକ୍ଷା ପାଇଛୁ ତାହା ଅନ୍ୟମାନଙ୍କୁ ଶିଖେଇବା ଏବଂ ସେ ସକଳ ଆଜ୍ଞା ପାଳନ କରିବା ପାଇଁ ଆମେ ସେମାନଙ୍କୁ ବୁଝେଇବା। Obedience brings blessings in our life. ଯେତେବେଳେ ଆମେ ପ୍ରଭୁଙ୍କର ଆଜ୍ଞାବହ ହେଇଯାଉ ସେହି ସମୟରେ ଆମ ଜୀବନରେ ଅନେକ ଅନୁଗ୍ରହ ଆଶୀର୍ବାଦ ଆସେ। Disobedience brings destruction in our life. ଯଦି ଆମେ ଆଜ୍ଞା ଲଙ୍ଘନ କରିବା ବେଖାତିର ହେବା ତାହେଲେ ସମସ୍ତ ପ୍ରକାର ଧ୍ୱଂସ ଆମ ଜୀବନକୁ ଆସିବ। You want obedience or disobedience? ଆପଣମାନେ ଆଜ୍ଞାବହ କରୁଛନ୍ତି ନା ଅନାଜ୍ଞା କରୁଛନ୍ତି? ଆପଣଙ୍କ ପରମେଶ୍ୱର ଆଜ୍ଞା ଆପଣମାନେ ପାଳନ କରୁଛନ୍ତି ନା ପରମେଶ୍ୱର ଆଜ୍ଞାକୁ ତୁଚ୍ଛ କରୁଛନ୍ତି? କୁହନ୍ତୁ। ଈଶ୍ୱରଙ୍କର ଆଜ୍ଞାକୁ ଆପଣମାନେ ପାଳନ କରୁଛନ୍ତି, ମାନୁଛନ୍ତି ନା ବେଖାତିର କରୁଛନ୍ତି? ମାନୁଛନ୍ତି? Are you ready to obey God? ଆପଣମାନେ ଈଶ୍ୱରଙ୍କର ଆଜ୍ଞା ସକଳକୁ ପାଳନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କି? Are you ready to obey Jesus? ଆପଣମାନେ ପ୍ରଭୁ ଯୀଶୁଙ୍କୁ ମାନିବା ପାଇଁ ଇଚ୍ଛା କରୁଛନ୍ତି, ଚାହୁଁଛନ୍ତି କି? Are you ready to obey the word of God in the Bible? ବାଇବେଲରେ ଯାହା ଲେଖାଯାଇଛି ଏ ବାକ୍ୟ ସକଳକୁ ପାଳନ କରିବା ପାଇଁ ଆପଣ ଇଚ୍ଛା କରୁଛନ୍ତି କି? Again I promise you, obey the word, obey the commandment.
you will be blessed, your children will be blessed, your finance will be blessed. ଆଉ ଥରେ ମୁଁ ପ୍ରତିଶ୍ରୁତି ଦେଉଛି ଯଦି ଆପଣଙ୍କର ବାଇବେଲ ଲିଖିତ ବାକ୍ୟ ସକଳ ପାଳନ କରିବେ ଆପଣମାନେ ଆଶୀର୍ବାଦ ପାଇବେ ଏବଂ ଆପଣଙ୍କର ପରିବାର ପରିଜନ ସମସ୍ତେ ଆଶୀର୍ବାଦ ପାଇବେ। By disobedience, you allow the devil to come into your life and take control of your life. ସେଇ ଆଜ୍ଞା ଲଙ୍ଘନ ଦ୍ୱାରା ହିଁ ଆମେ ଶୈତାନକୁ ଆମ ଜୀବନକୁ ଆସିବା ପାଇଁ ସୁଯୋଗ ଦେଇ ଆମର ଜୀବନକୁ ଧ୍ୱଂସ କରିବା ପାଇଁ ଆମେ ମୌକା ଦେଇଥାଉ। Bible promises that by obedience, you and your household will be saved and protected. ଏବଂ ବାଇବେଲ ଆମକୁ ଶିକ୍ଷା ଦିଏ ପ୍ରଭୁଙ୍କର ବାକ୍ୟ ପାଳନ କରିବା ଦ୍ୱାରା ହିଁ ପ୍ରଭୁଙ୍କର ସମସ୍ତ ସୁରକ୍ଷା ଆମେ ପ୍ରାପ୍ତ କରିଥାଉ। My experience, the last 36 years experience, I can tell you, if you are led by the word, no evil can come into your life. ମୋର 36 ବର୍ଷର ଅନୁଭୂତିରେ ମୁଁ କହୁଛି ଯଦି ଆମେ ବାକ୍ୟ ଭିତ୍ତିକ ଜୀବନ ଯାପନ କରିବା ଶୈତାନ ବା ମନ୍ଦ ଆତ୍ମା ଆମ ଜୀବନକୁ ଆସି କିଛି କ୍ଷତି କରିପାରିବ ନାହିଁ। Because when you obey the word, that word will become like a wall of protection around you. ଯଦି ଆପଣଙ୍କ ବାଇବେଲରେ ଲେଖା ହେଇଥିବା ବାକ୍ୟ ପାଳନ କରିବେ ସେ ବାକ୍ୟ ହିଁ ଆପଣଙ୍କ ଚତୁଃପାର୍ଶ୍ୱରେ ଏକ ସୁରକ୍ଷା ବଳୟ ଦେବ। I have 8 children. I have 8 children. ମୋର 8ଟି ସନ୍ତାନ ସନ୍ତତି ଅଛନ୍ତି। The eldest one is in UK. He is an engineer there. ଏବଂ ସେମାନେ ପ୍ରାର୍ଥନା କରନ୍ତି He is an engineer, my eldest son in UK. ଜଣେ ତାଙ୍କର ବଡ଼ ପୁଅ ଆମେରିକାରେ ଇଞ୍ଜିନିୟର ଚାକିରି କରନ୍ତି। But he is a preacher. He is preaching the gospel there. ଯଦି ତ ସେ ଇଞ୍ଜିନିୟର ଚାକିରି କରନ୍ତି ତଥାପି ସେ ଆମେରିକାରେ ପ୍ରଭୁଙ୍କର ବାକ୍ୟ ସୁସମାଚାର ପ୍ରଚାର କରନ୍ତି। I am so happy of all my children ମୁଁ ମୋ ପିଲାଙ୍କ ପାଇଁ ବହୁତ ଖୁସି ଅଛି because God is feeding my family. କାରଣ ପରମେଶ୍ୱର ମୋର ସନ୍ତାନ ସନ୍ତତିର ଯତ୍ନ ନେଉଛନ୍ତି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। Jesus is protecting my family. ମୋର ପରିବାରକୁ ଯୀଶୁ ସୁରକ୍ଷା ଦେଇ ଚାଲିଛନ୍ତି। I am going all over the world to serve the Lord. ସାରା ବିଶ୍ୱ ମଣ୍ଡଳରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କାର୍ଯ୍ୟରେ ମୁଁ ବୁଲି ବୁଲି ରହୁଛି। So I asked the Lord, I asked my father, as I am not in my place at house, Father, you be there always. Let your presence be there. Let your guidance be there. You love the children. You protect them. You guide them. And he is doing that. ମୁଁ ମୋର ସ୍ୱର୍ଗସ୍ଥ ପିଲାଟା ପ୍ରାର୍ଥନା କରେ ପ୍ରଭୁ ଯେହେତୁ ମୁଁ ବାକ୍ୟ ପ୍ରଚାର କାର୍ଯ୍ୟରେ ସର୍ବତ୍ର ବୁଲି ରହୁଛି ଘରେ ରହିପାରୁନାହିଁ ତୁମେ ହିଁ ମୋର ପରିବାର ମଧ୍ୟ ଜୀବିତ ଅବସ୍ଥାରେ ରୁହ ଉପସ୍ଥିତ ରହୁ ଏବଂ ମୋର ପରିବାର ଚତୁଃପାର୍ଶ୍ୱରେ ତୁମେ ସୁରକ୍ଷା ଦିଅ ପିଲାଙ୍କୁ ସୁରକ୍ଷିତ କର। The reason is that always I am obeying the word, the commandments of God. ଏବଂ ଏଇ ମାଧ୍ୟମରେ ମୁଁ ପ୍ରଭୁଙ୍କର ବାକ୍ୟ ବାଇବେଲ ଯାହା ଲେଖା ହେଇଛି ସେ ସକଳ ବାକ୍ୟକୁ ମୁଁ ପାଳନ କରି ଆସୁଅଛି। I love the Holy Spirit who is in me. ଯିଏ ପବିତ୍ର ଆତ୍ମା ମୋ ହୃଦୟରେ ଯୋଉ ପବିତ୍ର ଆତ୍ମା ଅଛନ୍ତି ସେ ପବିତ୍ର ଆତ୍ମାକୁ ମୋ ହୃଦୟ ଜୀବନକୁ ଆସି କାର୍ଯ୍ୟ କରିବା ପାଇଁ ମୁଁ ତାକୁ ସୁଯୋଗ ଦେଇଅଛି। I don't want to give any pain to my Holy Spirit. ତେଣୁ ଆପଣମାନଙ୍କୁ ମୋର ପବିତ୍ର ଆତ୍ମା ପ୍ରାର୍ଥନା କରିବା ପାଇଁ କହୁନାହିଁ। The Holy Spirit in me is my own. ଏବଂ ସେ ପବିତ୍ର ଆତ୍ମା ଯୋଉ ପବିତ୍ର ଆତ୍ମା ମୋ ଅନ୍ତର ଭିତରେ ବାସ କରନ୍ତି ସେ ହିଁ ମୋତେ ଦିଗ୍ଦର୍ଶନ ଦିଅନ୍ତି ସେ ମୋର ସୁରକ୍ଷା ଦିଅନ୍ତି। My body is my own. ଏବଂ ମୋର ଶରୀର ହେଲା ମୋର ନିଜର। My hand is my own. ମୋର ହାତ ମୋର ନିଜର। Everything in me is my own. ଯାହା କିଛି ମୋର ଅଛି ତାହା ମୋର। The Holy Spirit in me is my own. ଏ ଯୋଉ ପବିତ୍ର ଆତ୍ମା ମୋ ହୃଦୟରେ ଯୋଉ ପବିତ୍ର ଆତ୍ମା ଅଛନ୍ତି ସେ ପବିତ୍ର ମଧ୍ୟ ମୋର। He is my best friend in my life. ସେ ହେଉଛନ୍ତି ମୋର ଅନୁଗ୍ରହର ସ୍ରୋତ। He is my doctor. ସେ ହେଉଛନ୍ତି ମୋର ଡକ୍ଟର। He is my protector. ସିଏ ମୋର ସୁରକ୍ଷା ଦାତା। He is giving strength, courage and boldness to fight against the devil. ଶୈତାନର ସମସ୍ତ ବିରୋଧ କରି ତାକୁ ଶୈତାନ ସଂଗ୍ରାମ କରିବା ପାଇଁ ମୋତେ ସେ ସାହସ ଏବଂ ସମସ୍ତ ଶିକ୍ଷା ସହାୟ ଦିଅନ୍ତି। Before 36 years ago, I was so frightened of many things, so frightened. But the Holy Spirit healed all the wounds in me and He gave me strength
power, courage, and boldness. 36 वर्ष पूर्वे मो जीवन रे अनेक भय भ्रांति विभिन्न प्रकार दुश्चिंता थिला अविश्वास थिला किंतु पवित्र आत्मा मते धैर्य देले साहस देले एवं से परिचालित करी मते दिग्दर्शन दे चली छंती I promise you, the same Holy Spirit who helped me, who taught me, who led me, if you allow Him to come into your heart, He will help you, He will lead you, and He will protect you. मो आज आपण मन को प्रतिश्रुति दे कहू छी जे जो पवित्र आत्मा मते 36 वर्ष धरी शिक्षा दे चली छंती सुरक्षा दे चली छंती बाट कड़े चली छंती जदि सेही पवित्र आत्मा को जदि आपण आसीबा पे सहयोग देबे द्वार खोली देबे सेही पवित्र आत्मा आपण को शिक्षा देबे सहाय देबे दिग्दर्शन देकी स्वर्गीय रास्ता रे आगे को नेबे If you want a close relationship with the Holy Spirit, remember always to obey the word of God. प्रभुंकर वाक्य पालन करबा द्वारा ही आपण माने सेही पवित्र आत्मा को प्राप्त करि परिबे Hallelujah. हालेलुया Hallelujah. हालेलुया Hallelujah. हालेलुया Once again, open your mouth and praise Him. आसंत मुख खोली आवश्यक प्रभु प्रशंसा करिबा Hallelujah, 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 hallelujah. हालेलुया हालेलुया Hallelujah, 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 hallelujah. हालेलुया हालेलुया Glory, hallelujah, glory, hallelujah, glory. गौरव 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 Glory, hallelujah, glory, hallelujah, glory, hallelujah. हालेलुया 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 Hallelujah, 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 hallelujah. Will you stand up? Udo. समस्त ठिया हुंतो We'll sing this song and dance. एवं ए गीत सुनंतो एवं आपण माने गातो नाची नाची गातो Glory. Glory, glory, hallelujah. Move your body. Glory, hallelujah. Glory, glory, hallelujah. Hallelujah. Glory, glory, hallelujah. Glory, glory, hallelujah. Glory, glory, hallelujah. Hallelujah. Love you, Jesus. Love you, Jesus, hallelujah. Love you, Jesus, hallelujah. Love you, Jesus, hallelujah. Hallelujah. Love you, Jesus. Love you, Jesus, hallelujah. Love you, Jesus, hallelujah. Love you, Jesus, hallelujah. 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 Hallelujah, 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 Hallelujah. Are you ready to obey the word? प्रभुंकर वाक्य पालन करिया पई प्रस्तुत अछंती की Hallelujah. हालेलुया Please be seated. बसंतु Do you know who you are? Do you know who you are? आपण माने जानंती की Do you know who you are? आपण माने किए बोली जानंती की Bible, book of 1 Peter 2:9. 1 Peter 2:9. प्रथम पितर 2 अध्याय 9 पद आउथरे कहती प्रथम पितर 2 अध्याय 9 But you are a chosen race, a royal priesthood, a holy nation, God's own people. आपण माने ईश्वरंकर मनोनीत जाति जाजक्य गोष्ठी एवं राजक्य वंश ईश्वरंकर निज संतान संतति माने You are a chosen race. आपण माने मनोनीत जाति You are chosen by God. आपण ईश्वरंकर द्वारा मनोनीत होई अछंती You are chosen by God from among many peoples to be His own.
ଏବଂ ଏ ପୃଥିବୀର ଅନେକ ଜାତି ମାନଙ୍କ ମଧ୍ୟରୁ ପରମେଶ୍ୱର ଆମ ମାନଙ୍କୁ ମନୋନୀତ କରିଛନ୍ତି ତାଙ୍କ ନିଜର ସନ୍ତାନ ହେବା ନିମନ୍ତେ। I am chosen by the living God. ଏବଂ ଜୀବନ୍ତ ପରମେଶ୍ୱର ଦ୍ୱାରା ଆମେ ମନୋନୀତ ହୋଇଅଛୁ। And you are chosen by the living God. ଏବଂ ଆପଣମାନେ ସେଇ ଜୀବିତ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଅଛନ୍ତି। You are chosen by the living God ଏବଂ ସେଇ ଜୀବିତ ପରମେଶ୍ୱର ଦ୍ୱାରା ଆପଣ ମନୋନୀତ ହୋଇଅଛନ୍ତି to be His own, ତାଙ୍କର ନିଜର ଲୋକ ହେବା ପାଇଁ, to be a child of Jesus. ପ୍ରଭୁ ଯୀଶୁଙ୍କର ସନ୍ତାନ ସନ୍ତତି ହେବା ନିମନ୍ତେ। There are millions of people around us ଆଜି ଆମର ଚତୁଃପାର୍ଶ୍ୱରେ ଅସଂଖ୍ୟ ଲୋକ ଅଛନ୍ତି, not knowing the truth, ସେମାନେ ଈଶ୍ୱରଙ୍କ ସତ୍ୟକୁ ଜାଣନ୍ତି ନାହିଁ, not receiving the light of Jesus. ସେମାନେ ପ୍ରଭୁ ଯୀଶୁଙ୍କର ଜୀବନ ଆଲୋକ ଗ୍ରହଣ କରନ୍ତି ନାହିଁ। Millions of people around us, they do not know God. ଏବଂ ଯେ ସେମାନେ ପ୍ରଭୁଙ୍କୁ ଜାଣନ୍ତି ନାହିଁ କାରଣ ପ୍ରଭୁଙ୍କୁ ସେମାନେ ଆସିବା ପାଇଁ ଦିଅନ୍ତି ନାହିଁ। But we are a blessed people କିନ୍ତୁ ଆପଣମାନେ ଆଶୀର୍ବାଦ ପ୍ରାପ୍ତ ଜନତା, because we are chosen by God କାରଣ ଆମେ ଈଶ୍ୱରଙ୍କ ଦ୍ୱାରା to be ମନୋନୀତ ହୋଇଅଛୁ His children. ନିଜର ସନ୍ତାନ ହେବା ପାଇଁ। Hallelujah. ହାଲେଲୁୟା Hallelujah. ହାଲେଲୁୟା। And we are chosen through the sacrament of baptism. ଏବଂ ଦୀକ୍ଷା ସ୍ନାନ ଦ୍ୱାରା ଆମେ ମନୋନୀତ ହୋଇଅଛୁ। You received baptism maybe in your childhood. ଯେତେବେଳେ ଆମେ ଶିଶୁ ଅବସ୍ଥାରେ ଥିଲୁ, ସାନ ଥିଲୁ, ସେଇ ଅବସ୍ଥାରେ ଆମେ ଦୀକ୍ଷା ସ୍ନାନ ପାଇଅଛୁ। The moment you were baptized, ଯୋଉ ସମୟରେ ଆପଣମାନେ ଦୀକ୍ଷିତ ହେଲେ, your body became the temple of the Holy Spirit. ସେଇ କ୍ଷଣି ଆପଣଙ୍କର ଶରୀର ଈଶ୍ୱରଙ୍କର ମନ୍ଦିରରେ ପରିଣତ ହେଲା The Holy Spirit came upon you. ଏବଂ ପବିତ୍ର ଆତ୍ମା ଆସି ଆପଣଙ୍କର ଶରୀର ମଧ୍ୟରେ ଆସି ବାସ କଲେ You became a child of God. ଏବଂ ପରମେଶ୍ୱର ସନ୍ତାନ ଆପଣ ହେଲେ। Hallelujah. ହାଲେଲୁୟା Hallelujah. ହାଲେଲୁୟା। The living God is in you. ସେଇ ଜୀବନ୍ତ ପରମେଶ୍ୱର ଆପଣଙ୍କର ଅନ୍ତରରେ ବାସ କରନ୍ତି। God who created this universe ଏବଂ ପରମେଶ୍ୱର ସେ ବିଶ୍ୱମଣ୍ଡଳକୁ ଦେଖିଲେ resides in you. ଏବଂ କିନ୍ତୁ ଯୋଉ ପରମେଶ୍ୱର ବିଶ୍ୱମଣ୍ଡଳ ସୃଷ୍ଟି କଲେ He- ସେ ଈଶ୍ୱର ଆପଣଙ୍କ ଅନ୍ତରରେ ବାସ କରନ୍ତି। He lives in you ସେ ଆପଣଙ୍କ ଅନ୍ତରରେ ବାସ କରନ୍ତି through the Holy Spirit. ପବିତ୍ର ଆତ୍ମାଙ୍କ ମାଧ୍ୟମରେ ଆପଣଙ୍କ ଅନ୍ତରରେ ବାସ କରନ୍ତି। Hallelujah. ହାଲେଲୁୟା Hallelujah. ହାଲେଲୁୟା। And Jesus said, you are the light of this world. ଏବଂ ପ୍ରଭୁ ଯୀଶୁ କହିଲେ ତୁମେ ଜଗତର ଜ୍ୟୋତି। Book of Matthew 5:14. ମାଥ୍ୟୁ ସୁସମାଚାର 5:14। Jesus says to you that, my dear child, you are my witness. You are the light of this world. ଏବଂ ସେ ପ୍ରଭୁ ଯୀଶୁ ମାଥ୍ୟୁ 5:14 ପଦରେ କହନ୍ତି ତୁମେ ମୋର ସାକ୍ଷ୍ୟ ଏବଂ ତୁମେ ଜଗତର ଜ୍ୟୋତି। In book of John 8:12, Jesus said, I am the light of this world. ଏବଂ ଜନ ସୁସମାଚାର 8:12 ପଦରେ ପ୍ରଭୁ ଯୀଶୁ କହିଲେ ମୁଁ ଜଗତର ଜ୍ୟୋତି। Yes, Jesus is the light of this world. ଏବଂ ପ୍ରଭୁ ଯୀଶୁ ଏ ଜଗତର ଜ୍ୟୋତି। Jesus came from heaven to enlighten this dark world. ଏବଂ ପ୍ରଭୁ ଯୀଶୁ ସ୍ୱର୍ଗରୁ ଆସି ଏ ପୃଥିବୀର ଅନ୍ଧକାରକୁ ଦୂର କରି ଆଲୋକିତ କରିବା ପାଇଁ ଆସିଲେ। Jesus came from heaven to this dark world to save all of us from the slavery of the devil. ଏବଂ ପ୍ରଭୁ ଯୀଶୁ ସ୍ୱର୍ଗ ରାଜ୍ୟରୁ ଆସି ଏ ଅନ୍ଧକାର ଜଗତର ଉଦ୍ଧାର କରି ଶୈତାନର ବନ୍ଧନରୁ ଆମମାନଙ୍କୁ ରକ୍ଷା କରିବା ପାଇଁ ଆସିଲେ। So that Jesus has chosen you through the sacrament of baptism, and He said, He adores you, be the light of this world. ଏବଂ ସେ ପ୍ରଭୁ ଯୀଶୁ ଦୀକ୍ଷା ସ୍ନାନ ଦ୍ୱାରା ଆପଣଙ୍କୁ ମନୋନୀତ କଲେ ଏବଂ ଜଗତର ଜ୍ୟୋତି ହେବା ପାଇଁ ସେ ଆମମାନଙ୍କୁ ମନୋନୀତ କରିଅଛନ୍ତି। In book of Acts 1:8, Jesus said to the disciple, you are my witness. ଏବଂ ପ୍ରଭୁ ଯୀଶୁ ପ୍ରେରିତ ପୁସ୍ତକ 1 କହିଲେ ତୁମେ ମାନେ ମୋର ସାକ୍ଷ୍ୟ। You are my witness. ତୁମେ ମାନେ ମୋର ସାକ୍ଷ୍ୟ। What do you mean by witness? ଏବଂ ସାକ୍ଷ୍ୟ ହେବାର ଅର୍ଥ କ'ଣ? Jesus said, I am going to my Father in heaven. ଯୀଶୁ କହିଲେ ମୁଁ ମୋର ସ୍ୱର୍ଗସ୍ଥ ପିତାଙ୍କ ନିକଟକୁ ଯାଉଛି But through you, କିନ୍ତୁ ତୁମ ମାଧ୍ୟମରେ through you, ତୁମ ଜରିଆରେ the world will see me. ଏବଂ ଆପଣମାନେ ଜଗତ The world will see Jesus. ତୁମମାନଙ୍କ ଜରିଆରେ ଏ ଜଗତ ମତେ ଦେଖିବେ। Through me, the world
will see Jesus. ଏବଂ ତୁମମାନଙ୍କ ମାଧ୍ୟମରେ ତୁମମାନଙ୍କ ଜୀବନରେ ସେମାନେ ଯୀଶୁଙ୍କୁ ଦେଖିପାରିବେ Because I am keeping the word of Jesus Christ. କାରଣ ଆମେ ପ୍ରଭୁ ଯୀଶୁଙ୍କର ବାକ୍ୟ ଆମେ ପାଳନ କରୁଛୁ I am leading a holy life. ଏବଂ ପବିତ୍ର ଜୀବନ ଯାପନ କରୁଅଛୁ I don't want to commit any sin in my life. ଏବଂ ପ୍ରଭୁ ଯୀଶୁଙ୍କୁ ଆମେ ଜୀବନ ପାଇବା ପାଇଁ ଇଚ୍ଛା କରୁଛୁ The Holy Spirit in me is helping me to fight against sin and devil. जो पवित्र आत्मा ମୋ ଅନ୍ତରରେ ବାସ କରନ୍ତି ଶୈତାନ ଏବଂ ସମସ୍ତ ପ୍ରକାର ପାପ ପ୍ରଲୋଭନ ଦୁଃଖ ପ୍ରତିରୋଧ କରିବା ପାଇଁ ମୋତେ ସାହାଯ୍ୟ କରନ୍ତି It is the strong decision in my heart to live for the Lord Jesus Christ and to be His witness all over the world. ଏବଂ ପ୍ରଭୁଙ୍କର ବାକ୍ୟ ଭିତ୍ତିକ ଜୀବନ ଯାପନ କରି ଏ ଜଗତରେ ତାଙ୍କର ସାକ୍ଷ୍ୟ ବହନ କରି ତାଙ୍କର ଜଗତର ଆଲୋକ ହେବା ପାଇଁ ପ୍ରଭୁ ଆମକୁ ବାକିଛନ୍ତି I told you 36 years ago, I was in darkness. There was no Jesus in my life. I questioned Jesus. I said, there is no Jesus, there is no God. The same man, Tom Zachariah, here preaching the word of God and glorifying the Lord Jesus Christ. 36 ବର୍ଷ ପୂର୍ବେ ମୁଁ ଅନ୍ଧକାରରେ ଥିଲି ଏବଂ ଯୀଶୁକୁ ବିଶ୍ୱାସ କରୁନଥିଲି କାହିଁକି ଯୀଶୁ ଈଶ୍ୱର ନାହିଁ ଭାବୁଥିଲି ସେହି ପ୍ରଭୁ ଯୀଶୁ ମୋତେ ତାଙ୍କ ପବିତ୍ର ଆତ୍ମା ଶକ୍ତିରେ ବିଶ୍ୱାସ ଦେଲେ ପରିବର୍ତ୍ତନ କଲେ ଏବଂ ସେହି ଟମ୍ ଜାଖାରିଆ ଆଜି ଆପଣମାନଙ୍କ ସମ୍ମୁଖରେ ଠିଆ ହିଁ ପ୍ରଭୁଙ୍କ ବାକ୍ୟ ପରିବେଷଣ କରୁଅଛି Hallelujah. ହାଲେଲୁୟା Hallelujah. ହାଲେଲୁୟା Because the Holy Spirit who came into my life, I loved Him and I protected Him. ଯେହେତୁ ପବିତ୍ର ଆତ୍ମା ମୋ ଜୀବନକୁ ଆସିଲେ ସେହି ପବିତ୍ର ଆତ୍ମା ଶିକ୍ଷା ଦେଇ ସମସ୍ତ ସୁରକ୍ଷା ଦେଇ ଆସିଛନ୍ତି Jesus said, the Holy Spirit is the helper. He will be with you always. ଏବଂ ଯୀଶୁ କହିଲେ ସେହି ପବିତ୍ର ଆତ୍ମା ସଦା ସର୍ବଦା ତୁମଠାରେ ରହି ତୁମକୁ ସାହାଯ୍ୟ କରିବେ Every day I am experiencing the love of the Holy Spirit in my life. ପ୍ରତିଦିନ ଆମେ ସେହି ପବିତ୍ର ଆତ୍ମାକୁ ଆମ ଜୀବନ ଆସିବା ପାଇଁ ଆମେ ଦ୍ୱାର ଉନ୍ମୁକ୍ତ କରୁଛୁ I remember one incident, it happened some years ago. କିଛି ବର୍ଷ ପୂର୍ବେ ମୋ ଜୀବନ ଗୋଟେ ଘଟଣା ଘଟିଲା I had a call from a foreign country to go there to preach the word. ଆମର ବାହାର ଦେଶର ଗୋଟେ ଆହ୍ୱାନ ଆସିଲା ମୋତେ ସେଠାରେ ସୁସମାଚାର ପ୍ରଚାର କରିବା ପାଇଁ ମୋ ଗୋଟେ କଲ୍ ଆସିଲା ବା ବାହାର ଆସିଲା So I had no passport. I wanted to take a passport. ଏବଂ ବାହାର ଦେଶକୁ ଯିବାକୁ ହେଲେ ମୋତେ ପାସପୋର୍ଟ ଦରକାର ଅଛି ମୋର ନଥିଲା ତାହା In the year of 2000, ଏହା 2000 ବର୍ଷ ପୂର୍ବ କଥା and to apply for a passport, they asked my 10th standard book. The 10th standard book. ଏବଂ ସେମାନେ ମୋତେ ସେ 2000 ସାଲର କଥା ସେମାନେ ପାସପୋର୍ଟ ଦେବ ଲୋକ ଦଶମ ଶ୍ରେଣୀର ବହି ପୁସ୍ତକ ମୋତେ ଦେଖିବା ପାଇଁ କହିଲେ That means that I have to prove that I have passed the 10th standard. So they need that book. ସେମାନେ ଦଶମ ଷ୍ଟାଣ୍ଡାର୍ଡର ଦଶମ ଶ୍ରେଣୀର ବହି ସେମାନେ ମୋ ଠାରୁ ମାଗିଲେ I have completed my degree course. କିନ୍ତୁ ମୁଁ ମୋର ଡିଗ୍ରୀ ବା ମୋର ଗ୍ରାଜୁଏସନ କାମ ମୁଁ ସରେଇ ସାରିଛି 3 years I studied in Mumbai. ମୁମ୍ବାଇରେ ମୁଁ 3 ବର୍ଷ ପାଠ ପଢ଼ିଥିଲି I had a dream, I had a plan. After completing my studies, I was planning to go to abroad to make money. ଏବଂ ମୁଁ ବିଭିନ୍ନ ଦେଶକୁ ଯାଇ ମୁଁ ପଇସା ରୋଜଗାର କରିବା ପାଇଁ ଚେଷ୍ଟା କରୁଥିଲି But after me completing my degree, my father asked me to be with him, to help him, to look after our property. କିନ୍ତୁ ମୋର ବାପା ମୁଁ ଚାକିରି କରିବା ପାଇଁ ବାହାରିବା ସମୟରେ ମୋର ଡିଗ୍ରୀ ସରିଲା ପରେ ବା ଗ୍ରାଜୁଏସନ ସରିଲା ପରେ ମୋର ବାପା କହିଲେ ତାଙ୍କ କାମରେ ସାହାଯ୍ୟ କରିବା ପାଇଁ ମୋତେ କହିଲେ I am the third one in my family. ମୋର ପରିବାରରେ ମୁଁ ତୃତୀୟ ସନ୍ତାନ So I decided to help my father. So I dropped all my plans going abroad. ଏବଂ କିନ୍ତୁ ଯେହେତୁ ବାପାଙ୍କର କଥା ଶୁଣି ମୁଁ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲି ତାଙ୍କ କାମରେ So I never bothered about my degree certificate, my 10th certificate. I left it somewhere. I do not know where I kept it. ଯେତେ ମୋର ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ ଥିଲା ସେଗୁଡ଼ା ରଖିଦେଲି ମୁଁ ଆଉ ବାହାରକୁ ରୋଜଗାର କରିବା ପାଇଁ ଗଲି ନାହିଁ So when the 10th standard book was required, I searched it everywhere. ଯେତେବେଳେ ମୋତେ ପାସପୋର୍ଟ ଅଫିସରେ ମୋତେ ସେ ଦଶମ ଶ୍ରେଣୀର ବହି ପୁସ୍ତକ ଦାବି କଲେ ତାହା ମୁଁ କୋଉଠି ରଖିଛି ମୁଁ ପାଇଲି ନାହିଁ I went to my native place. I went to my father's house where I
I lived, I searched everywhere. It was not there. କିନ୍ତୁ ମୋର ନିଜ ଗାଁକୁ ଗଲି ଘରକୁ ଗଲି କିନ୍ତୁ ସେ ବହି ସେଠାରେ ମୁଁ ପାଇଲି ନାହିଁ ଖୋଜି ପାଇପାରିଲି ନାହିଁ। And my mother told me, the servant in the house, he burned many papers, many books which were kept in an almara. All those things were burned. ଏବଂ ସେ ତାଙ୍କର ସେ ଘରେ କରୁଥିବା ଚାକରାଣୀ କହିଲେ ସେ ଆଲମିରା ଯେତେ ବହି ପତ୍ର ଥିଲା ସେଟା ନିଆଁରେ ଲଗେଇ ପୋଡ଼ା ସରିଛି। And I searched among the ashes, is there any pieces of that book available so that I can make it, I can make sure that it is burned. ଏବଂ ସେ ବାଉଁଶ ଗଦାରେ ମୁଁ ଖୋଜିଲି ଯେ ମୋର ଦଶମ ଶ୍ରେଣୀର ବହି ଗୁଡ଼ା ପୋଡ଼ା ହେଇଥିଲା ଅନ୍ତତଃ ଟୁକୁରା କିଛି ମିଳିଲା ଅନ୍ତତଃ ମୁଁ ଦେଖେଇ ପାରିବି ଯେ ମୋର ବହି ଗୁଡ଼ାକ ପୋଡ଼ି ଯାଇଛି ବୋଲି ପାସପୋର୍ଟର ଅଫିସରେ ଦେଖେଇବା ପାଇଁ ଖୋଜିଲି କିନ୍ତୁ ପାଇଲି ନାହିଁ। But among the ashes, I couldn't find any piece of that book. କିନ୍ତୁ ବାଉଁଶ ଗଦା ଭିତରୁ ସେ ବହିର କୌଣସି ଚିହ୍ନ ବର୍ଣ୍ଣ ମୁଁ ପାଇଲି ନାହିଁ। So I said, I cannot go abroad. I cannot go and preach the gospel any places out of India. ତେଣୁ ମୁଁ ମନେ ମନେ ଭାବିଲି ଯେ ମୁଁ ବାହାର ଦେଶକୁ ଯାଏ ବାକ୍ୟ ପ୍ରଚାର କରିବାକୁ ଆଉ ଯାଇପାରିବି ନାହିଁ। One day I prayed, Lord, you know where it is? Is it burned? Where it is gone, I do not know. Please help me. ମୁଁ ପବିତ୍ର ଆତ୍ମା ଠାରେ ପ୍ରାର୍ଥନା କଲି ପ୍ରଭୁ ସେ ବହି ଗୁଡ଼ାକ ପୋଡ଼ା ହେଲା ନା କୁଆଡ଼େ ଗଲା ନା ମୁଁ ଜାଣିନି ଏ ସେ ବହି ଖୋଜି ପାଇବା ପାଇଁ ମୋତେ ସାହାଯ୍ୟ କର। And one night I had a dream. ଦିନେ ଗୋଟେ ଦିନ ରାତିରେ ମୋ ସ୍ୱପ୍ନ ଦେଖିଲି। I saw that book in a box which is under many papers and many books, and I saw it inside a white cover, and I saw black letters written over that cover. It was my name, Tom Zakaria. It was written in black letters. I saw that book inside that cover in a box. ସ୍ୱପ୍ନରେ ମୋତେ ପବିତ୍ର ଆତ୍ମା ସ୍ୱପ୍ନ ଦର୍ଶନ କହିଲେ ସେ ଦେଖିଲି ଯେ ମୋର ଯେତେ ଦଶମ ଶ୍ରେଣୀର ବହି ଗୁଡ଼ାକ ଗୋଟେ ପେପର ଗୁଡ଼ା ଗଦା ହେଇଛି ସେ ଗଦା ଭିତରେ ଗୋଟେ ବକ୍ସ ଅଛି ସେ ବକ୍ସ ଭିତରେ ଗୋଟେ କାଗଜ ଘୋଡ଼ା ହେଇଛି ସେ ବକ୍ସ ସେ ଯେଉଁ ଥାକ ଉପରେ ଲେଖା ହେଇଛି ଯେ ଏଇଟା ଟମ୍ ଜାକାରିଆଙ୍କର ପୁସ୍ତକ ବୋଲି ଲେଖା ହେଇଥିବାଟା ମୁଁ ସେ ସ୍ୱପ୍ନରେ ମୋତେ ପବିତ୍ର ଆତ୍ମା ଦେଖେଇଲେ। Early morning I got up, I opened the box and searched everything in the box. ଏବଂ ସକାଳୁ ଉଠିଲି ସେ ବହି ପୁସ୍ତକ ଗଦାକୁ ଦେଖିଲି ସେ ବକ୍ସ ଖୋଲିଲି ଏବଂ ସେ ବହି ସେଠି ଥିଲା। But I couldn't find that cover there, that white cover. କିନ୍ତୁ ସେ କଳା କାଗଜ ମୁଁ ଦେଖିବାକୁ ପାଇଲି ନାହିଁ। I said, Lord, the dream I saw it in this box, but now it is not here. ପ୍ରଭୁ ମୁଁ କହିଲି ପ୍ରଭୁ ମୁଁ ବକ୍ସ ଖୋଜିଲି କିନ୍ତୁ ସେ କଳା କାଗଜ ଏଠାରେ ନାହିଁ। Again I had an inspiration to search it one by one. Search everything in the box. So again I searched in the box. ପବିତ୍ର ଆତ୍ମା ମୋତେ ପ୍ରେରଣା ଦେଲେ ଆଉ ଥରେ ଗୋଟିଏ ଗୋଟିଏ କରି ଭଲ କରି ତନକି କରି ଦେଖେ ଖୋଜି ପାଇବ ସବୁ କିଛି ସେ ବହି ଭିତରେ ଅଛି ବୋଲି ମୋତେ ପ୍ରେରଣା ଦିଆଗଲା। And when I searched the second time, I saw that cover, I saw that name with the black letters written Tom Zakaria. I put it up, I opened the cover and I saw my lost book, the 10th standard book. ପ୍ରଥମ ଖୋଜିବା ସମୟରେ ସେ କଳା ବାଇଣ୍ଡର ପୁସ୍ତକ ପାଇଲି ନାହିଁ କିନ୍ତୁ ପବିତ୍ର ଆତ୍ମା ପ୍ରେରଣାରେ ଯେତେବେଳେ ମୁଁ ଆଉ ଥରେ ଟିକି ଟିକି କରି ଗୋଟିଏ ଗୋଟିଏ କରି ଖୋଜିଲି ସେ କଳା କଭର ଥିଲା ଯୋଉଠି ତାଙ୍କ ବ୍ରଦରଙ୍କର ନାଁ ଲେଖା ଥିବା ତାକୁ ମୁଁ ସେ ପାଇଲେ ଏବଂ ତାକୁ ସାଙ୍ଗେ ସାଙ୍ଗେ ବାହାର କଲେ। Hallelujah. ହାଲେଲୁୟା Hallelujah. ହାଲେଲୁୟା Hallelujah. ହାଲେଲୁୟା। See, the thing that I thought I lost, the Holy Spirit helped me. He helped me to check the box and get that book, my 10th standard book. ମୁଁ ଆଶା ହରେଇଥିଲି ଆଉ ମୁଁ ବିଦେଶ ଯାଇ ପ୍ରଚାର କରିବାକୁ ଯାଇପାରିବିନି ପାସପୋର୍ଟ ପାଇବିନି ବୋଲି କିନ୍ତୁ ପବିତ୍ର ଆତ୍ମା ମୋତେ ଦିବ୍ୟ ଦର୍ଶନ ମଧ୍ୟରେ ଦେଖେଇଦେଲେ ପ୍ରେରଣା ଦେଲେ ସେ ବକ୍ସ ଖୋଲିବା ପାଇଁ ଦେଲେ ଏବଂ ସେ ବକ୍ସ ଖୋଜି ପାଇବା ପାଇଁ ମୋତେ ସେଇ ପବିତ୍ର ଆତ୍ମା ହିଁ ମୋତେ ସାହାଯ୍ୟ କଲେ। If you love the Holy Spirit, He will be there in your life in all your needs. ଯଦି ପବିତ୍ର ଆତ୍ମା ଆପଣଙ୍କର ଜୀବନରେ ଅଛନ୍ତି ସେ ପବିତ୍ର ଆତ୍ମା ଆପଣଙ୍କର ନାମ ଜାଣନ୍ତି। So God says that you are chosen by the living God, so you should be His witness.
କାରଣ ପ୍ରଭୁ ବାକ୍ୟରେ କହେ ଯେହେତୁ ଆପଣମାନେ ପ୍ରଭୁଙ୍କର ମନୋନୀତ ଜାତି, ପ୍ରଭୁ ଆପଣଙ୍କୁ ସେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ, ପ୍ରଭୁ ଆପଣମାନଙ୍କୁ ସାକ୍ଷ୍ୟ ପାଇଁ ଆହ୍ୱାନ କରିଛନ୍ତି। So remember, through the baptism, your body became the temple of the Holy Spirit. The living God dwells in your heart. ଏବଂ ଦୀକ୍ଷା ସ୍ନାନ ପାଇବା ଦ୍ୱାରା ଆମେ ପ୍ରଭୁଙ୍କର ସନ୍ତାନ ସନ୍ତତି ହେଲୁ। ଦୀକ୍ଷା ସ୍ନାନ ମାଧ୍ୟମ ଠାରୁ ସେଇ ଦିନ ଠାରୁ ପବିତ୍ର ଆତ୍ମା ଆସି ଆମର ଯେଉଁ ଶରୀର, ଆମର ଈଶ୍ୱରଙ୍କର ମନ୍ଦିର, ଏ ମନ୍ଦିରରେ ପବିତ୍ର ଆତ୍ମା ଆସି ବାସ କରନ୍ତି। And your body is the temple of the Holy Spirit. ଏବଂ ଆମର ଶରୀର ହେଉଛି ଈଶ୍ୱରଙ୍କର ପବିତ୍ର ଆତ୍ମାର ମନ୍ଦିର। You have no right to misuse that body. ଏବଂ ଏ ଆପଣଙ୍କର ଶରୀର ଉପରେ ଆପଣମାନେ ଅପବ୍ୟବହାର କରି ଆପଣଙ୍କର ଅଧିକାର ନାହିଁ। Because your body is not your own. କାରଣ ଆପଣଙ୍କର ଶରୀର ଆପଣଙ୍କ ନିଜର ନାହିଁ। Your body belongs to the Holy Spirit. ଏ ଆପଣଙ୍କର ଶରୀର ହେଲା ପବିତ୍ର ଆତ୍ମାଙ୍କର। In book of Corinthians, 1 Corinthians chapter 6, verse 19. ପ୍ରଥମ କରନ୍ତୀୟ 6 ଅଧ୍ୟାୟ ଆଉ ଥରେ କହୁଛି, ପ୍ରଥମ କରନ୍ତୀୟ 6 ଅଧ୍ୟାୟ 9 ଲେଖା ହେଇଛି ଆପଣମାନଙ୍କର ଶରୀର ହେଲା ପବିତ୍ର ଆତ୍ମାଙ୍କର ମନ୍ଦିର। ପବିତ୍ର ଆତ୍ମା ଆପଣଙ୍କ ଶରୀରରେ ବାସ କରିବା କଥା। 1 Corinthians 6:19. Do you not know that your body is a temple of the Holy Spirit within you? ଆପଣ କ'ଣ ଜାଣନ୍ତି ନାହିଁ ଯେ ପ୍ରଥମ କରନ୍ତୀୟ 6 ଅଧ୍ୟାୟ 9:19 ପଦରେ ଲେଖା ହେଇଛି ଯେ ଆପଣ କ'ଣ ଜାଣନ୍ତି ନାହିଁ ଆପଣଙ୍କର ଶରୀର ଈଶ୍ୱରଙ୍କର ମନ୍ଦିର, Which you have from God, and that you are not your own. ଆପଣମାନେ ଈଶ୍ୱରଙ୍କ ଠାରୁ ଏ ଶରୀର ପାଉଛନ୍ତି, ତେଣୁ ଆପଣଙ୍କର ଶରୀର ଆପଣଙ୍କର ନିଜର ନୁହଁ। Your body is not your own. ଆପଣଙ୍କର ଶରୀର ନିଜର ନୁହଁ। Your body belongs to someone else. ଆପଣଙ୍କର ଶରୀର ଆଉ ଜଣକ କାହାର। Your body is the temple of the Holy Spirit. ସେ ଆପଣଙ୍କର ଶରୀର ହେଲା ପବିତ୍ର ଆତ୍ମାଙ୍କର ମନ୍ଦିର। Say, my body is the temple of the Holy Spirit. ଆପଣମାନେ ସମସ୍ତେ କୁହନ୍ତୁ, ମୋର ଶରୀର, କୁହନ୍ତୁ ମୋର ଶରୀର ପବିତ୍ର ଆତ୍ମାଙ୍କର ମନ୍ଦିର। ଆଉ ଥରେ, ମୋର ଶରୀର ପବିତ୍ର ଆତ୍ମାଙ୍କର ମନ୍ଦିର। Once again. ଆଉ ଥରେ, ମୋର ଶରୀର ପବିତ୍ର ଆତ୍ମାଙ୍କର ମନ୍ଦିର। The Holy Spirit dwells in me. ପବିତ୍ର ଆତ୍ମା ମୋ ଅନ୍ତରରେ ବାସ କରନ୍ତି। 3 times. ଆଉ ଥରେ, ପବିତ୍ର ଆତ୍ମା ମୋ ଅନ୍ତରରେ ବାସ କରନ୍ତି। ପବିତ୍ର ଆତ୍ମା ମୋ ଅନ୍ତରରେ ବାସ କରନ୍ତି। So you have no right to misuse your body. ତେଣୁ ଆପଣଙ୍କର ଶରୀରକୁ ଆପଣଙ୍କର ମନ ଇଚ୍ଛା ବ୍ୟବହାର କରିପାରିବେ ନାହିଁ। To misuse means you have no right to use your body to do sins. ଯଦି ଆମର ନିଜ ନିଜର ଶରୀରକୁ ଆମେ ଅପବ୍ୟବହାର କରିବା, ମିସୟୁଜ୍ କରିବା, ତାହେଲେ ଆମେ ପାପ କରିବା। With your body you glorify God. ଆପଣଙ୍କର ଶରୀର ମାଧ୍ୟମରେ ଈଶ୍ୱରଙ୍କୁ ମହିମାନ୍ୱିତ କରନ୍ତୁ। You have no right to commit adultery in your life. ଯଦି କେବେ ମଧ୍ୟ ଆପଣମାନେ ବ୍ୟଭିଚାର କରନ୍ତୁ ନାହିଁ। When you commit adultery, you are misusing, you are destroying your body. ଯଦି ଆମେ ବ୍ୟଭିଚାର କରିବା ତାହେଲେ ଆମର ଈଶ୍ୱରଙ୍କ ମନ୍ଦିରକୁ ଆମେ ଅପବ୍ୟବହାର କରି ଅପବିତ୍ର କରୁଛୁ। You are destroying the temple of God. ଆପଣମାନେ ଈଶ୍ୱରଙ୍କ ମନ୍ଦିରକୁ ଧ୍ୱଂସ କରୁଛନ୍ତି। And you are attacking the Holy Spirit who is in you. ଯୋଉ ପବିତ୍ର ଆତ୍ମା ଆପଣଙ୍କର ଅନ୍ତର ଭିତରେ ଅଛନ୍ତି, ସେଇ ପବିତ୍ର ଆତ୍ମାକୁ ଆପଣ ବାଧା ଦେଉଛନ୍ତି, ଆକ୍ରମଣ କରୁଛନ୍ତି। By committing adultery, you are challenging God who is in you. ଯେ ବ୍ୟଭିଚାର କରିବା ଦ୍ୱାରା ଆମ ଅନ୍ତର ମଧ୍ୟରେ ଥିବା ପବିତ୍ର ଆତ୍ମାକୁ ଆମେ ତଡ଼ି ଦେଉଛୁ, ବାହାର କରିଦେଉଛୁ। Always keep your body in holiness. ତେଣୁ ଆପଣଙ୍କର ଶରୀରକୁ ସଦା ସର୍ବଦା ପବିତ୍ର ରଖିବା ପାଇଁ ଚେଷ୍ଟା କରନ୍ତୁ। Let God live in you and guide you. ଯଦି ଆମେ ଆମର ଜୀବନ ଶରୀରକୁ ପବିତ୍ର ରଖିବା, ଜୀବନ ଯାପନ କରିବା, ତାହେଲେ ସେ ପବିତ୍ର ଆତ୍ମା ଆମ ଜୀବନରେ ବାସ କରିବେ ଏବଂ ଆମମାନଙ୍କୁ ସତ୍ୟ ପଥରେ ପରିଚାଳିତ କରିବେ। Then only your life will be blessed. ଏବଂ ପ୍ରଭୁ ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରିବେ। When you commit sin, you allow the devil to come into your body to take control of you. ଯେତେବେଳେ ଆମେ ପାପ କରୁ, ସେ ପାପ କରିବା ଦ୍ୱାରା ଆମେ ଶୈତାନକୁ ନିମନ୍ତ୍ରଣ କରି
ଆମମାନଙ୍କୁ ଶୈତାନର ବନ୍ଧନ ରଖିବା ପାଇଁ ଆମେ ତାକୁ ସହଯୋଗ ଦେଇଥାଉ। He comes into your life to destroy your life. ଶୈତାନ ଆପଣ ଜୀବନକୁ ଆସିବ ଆପଣଙ୍କୁ ଧ୍ୱଂସ କରିବା ପାଇଁ ଆସିବ। In book of John 10:10, Jesus said, the thief comes to steal, to kill, and to destroy. ଜନ୍ ସୁସମାଚାର 10:10 ଆଉ ଥରେ କହେ, ଜନ୍ ସୁସମାଚାର 10:10 ଲେଖା ହେଇଛି, ଶୈତାନ ଆସିବ କେବଳ ଆପଣଙ୍କର ଚୋରି କରିବ, ହତ୍ୟା କରିବ ଏବଂ ବିନଷ୍ଟ କରିବ। By committing sin, you allow the devil to destroy your life. ଏବଂ ଆପଣମାନେ ପାପ କରିବା ଦ୍ୱାରା ଶୈତାନକୁ ଆପଣ ନିମନ୍ତ୍ରଣ କରି ଘରକୁ ଭିତରକୁ ଡାକନ୍ତୁ ଆପଣଙ୍କୁ ଧ୍ୱଂସ କରିବା ପାଇଁ। Remember, the devil is the destroyer. ଆପଣ ମନେ ରଖନ୍ତୁ ଯେ ଶୈତାନ ଏକ ଧ୍ୱଂସକାରୀ। He destroys your family. ସେ ଆପଣଙ୍କ ପରିବାରକୁ ଧ୍ୱଂସ କରିବ He destroys your finance. ଏବଂ ଆପଣଙ୍କର ଆର୍ଥିକ ସଙ୍କଟ ବୁଡ଼େଇ ଦେବ। The devil destroys everything in your life. ଆପଣଙ୍କ ଜୀବନକୁ ସବୁ ପ୍ରକାର ସମସ୍ୟା ଆଣି ନଷ୍ଟ କରିଦେବ You will have no peace in your life. ଏବଂ ଆପଣଙ୍କ ଜୀବନରେ ଶାନ୍ତି ପାଇବେ ନାହିଁ। There will be no peace at home. ଆପଣଙ୍କ ପରିବାରରେ ମଧ୍ୟ ଶାନ୍ତି ରହିବ ନାହିଁ Why fights are happening in the family? ଏବଂ ଖାଲି ପରିବାରରେ ଝଗଡ଼ା ଝାଟି ମନମାଳିନ ଗଣ୍ଡଗୋଳ ହେବ You don't want to fight with your partner. ଏବଂ ଆପଣମାନଙ୍କର ନିଜର ଜୀବନ ସାଥୀ ସାଙ୍ଗରେ କେବେ ମଧ୍ୟ ଝଗଡ଼ା ହେବା କଥା ନାହିଁ। But because of your obedience, the devil is there. He is tempting you to fight against your neighbor, against your father, your mother, your wife, or your husband, or your children. କିନ୍ତୁ ଆପଣ ଆଜ୍ଞା ଲଙ୍ଘନ ଦ୍ୱାରା ଶୈତାନକୁ ନିଜ ଜୀବନକୁ ଡାକି ଆଣି ପରିବାର ମଧ୍ୟରେ ସ୍ୱାମୀ ସ୍ତ୍ରୀ ଭିତରେ ପୁଅ ଝିଅ ଭିତରେ ଝଗଡ଼ା ଝାଟି ହେବା ପାଇଁ ଆପଣମାନେ ଶୈତାନକୁ ଡାକି ଆଣନ୍ତି। It is the devil who brings diseases in our life. ଏବଂ ସେଇ ଶୈତାନ ଆମମାନଙ୍କୁ ପ୍ରତାରଣା କରେ, ଆମକୁ ବିନଷ୍ଟ କରେ। You are spending much money to recover from the sickness, but you are not getting healed. ଏବଂ ଆପଣମାନେ ଅନେକ ଟଙ୍କା ପଇସା ସରି ବିଭିନ୍ନ ପ୍ରକାର ନିଶାପାନରେ ବୁଡ଼ି ଯାଆନ୍ତି, ଯାହାଦ୍ୱାରା ଆପଣ କେବେ ଶାନ୍ତି ପାଆନ୍ତି ନାହିଁ। Many of the diseases are caused by the evil. ଏ ନିଷ୍ପତ୍ତି ଗୁଡ଼ାକ ଶୈତାନ ଦ୍ୱାରା ଆପଣମାନେ ସେ ନିଷ୍ପତ୍ତି ନିଅନ୍ତି। I promise you, if you obey the word and lead a holy life, your life will be protected and you will be blessed. ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଇ କହୁଛି, ଯଦି ଆପଣ ପରମେଶ୍ୱରଙ୍କ ଜୀବନ ଆଜ୍ଞା ଭିତ୍ତିକ ଜୀବନ ଯାପନ କରିବେ ବା ବାକ୍ୟ ଭିତ୍ତିକ ଜୀବନ ଯାପନ କରିବେ, ପବିତ୍ର ଆତ୍ମା ଆସି ଆପଣଙ୍କୁ ପରିଚାଳନା କରିବେ, ସୁରକ୍ଷା ଦେବେ ଏବଂ ସକଳ ଶୈତାନର ଆକ୍ରମଣରୁ ଉଦ୍ଧାର କରିବେ। The book of Ephesians 4:30, the Lord says, do not grieve the Holy Spirit who is in you. एफिसिया पुस्तक 13 ଲେଖେ ଯେ ପବିତ୍ର ଆତ୍ମାକୁ କେବେ ଦୁଃଖ ଦିଅ ନା ଆଘାତ କର ନାହିଁ। Do not give pain to the Holy Spirit who is in you. जो पवित्र आत्मा आपणक अंतर मध्य अछंती से पवित्र आत्मा को केबे मनर दुख दियंतु नाही, ताड़न कष्ट दियंतु नाही। Do not treat him as an enemy in your life. एवं प्रभु को से पवित्र आत्मा को आसपारे कौनसी बाधा आपण दियंतु नाही। But love the Holy Spirit who is in you. बरं पवित्र आत्मा जो पवित्र आत्मा अपना जीवन मध्य शरीर मध्य अछंती से पवित्र आत्मा को प्रेम करंतु। I repeat, the Holy Spirit in you is your own. एवं मैं आपको और थोड़े कहे जो पवित्र आत्मा से आपनको भीतर अछंती से आपनकर निजर। He should be the best friend in your life. से पवित्र आत्मा ही आपनकर प्रकृत सर्व उत्तम बंधु हेबा आवश्यक। I have seen many youngsters complaining, oh my father, my mother, they don't love me. There is no one to love me. So I went for a person to get. So falling in love affairs, then living in sin. Many are in that trap. आजिर अनेक युवपीढ़ी बापा माँ ठारू प्रेम न पाइबा द्वारा से माने विभिन्न भूल रास्ता चली जाती एवं विभिन्न प्रकार तंकर जीवन साथी बा गर्लफ्रेंड बा पुओ बंधु मान संपर्क करी शैतान द्वारा परिचालित ही धीरे धीरे नष्ट होगा रास्ता को चली जाती। When you go to love a person, a boy, a girl, a boy, when you go after the love affair, that will not be the true love. It is not true love. It is because of the wounds in you, the rejections in you, the love that you didn't get from your parents. That is the reason for you
ଯେତେବେଳେ ଆପଣମାନେ ବାପା ମା ଠାରୁ ପ୍ରକୃତ ସ୍ନେହ ପ୍ରେମ ନ ପାଇବା ଦ୍ୱାରା ଗୋଟେ ଝିଅ ବା ଗୋଟେ ପୁଅକୁ ଭଲ ପାଇ ଜୀବନ ସାଥୀ କରିବା ପାଇଁ ଚାହାନ୍ତି, ସେମାନେ କେବେ ମଧ୍ୟ ଆପଣଙ୍କର ବାସ୍ତବିକ ବନ୍ଧୁ ବା ସାଥୀ ହେଇପାରିବେ ନାହିଁ। ବରଂ ସେମାନଙ୍କ ଦ୍ୱାରା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆସିବ ଏବଂ ପରିବାରରେ ସମସ୍ୟା ପରେ ସମସ୍ୟା ଆସିବ। The true love is the love of God. ତେଣୁ ପ୍ରକୃତ ପ୍ରେମ କେବଳ ଈଶ୍ୱରଙ୍କ ପ୍ରେମ ହିଁ ବାସ୍ତବିକ ଶାଶ୍ୱତ ପ୍ରେମ। That love you could experience through the Holy Spirit who is in you. ଏବଂ ଯେଉଁ ପବିତ୍ର ଆତ୍ମା ଆପଣଙ୍କ ଅନ୍ତର ଭିତରେ ଅଛନ୍ତି, ସେ ପବିତ୍ର ଆତ୍ମା ଦ୍ୱାରା ହିଁ ଆପଣ ପ୍ରଭୁଙ୍କର ସେଇ ଶାଶ୍ୱତ ପ୍ରେମକୁ ଆଜି ପୂର୍ଣ୍ଣ ହେବା ପାଇଁ ଚେଷ୍ଟା କରନ୍ତୁ। Love the Holy Spirit in you with all your heart, with all your mind, and with all your strength. ଏବଂ ଆପଣଙ୍କର ସମଗ୍ର ଶରୀର ସମଗ୍ର ମନ ସମସ୍ତ ଆତ୍ମା ଦ୍ୱାରା ସେ ପବିତ୍ର ଆତ୍ମା ପ୍ରେମ କରି ଡାକନ୍ତୁ। ସେ ପବିତ୍ର ଆତ୍ମା ଆପଣଙ୍କୁ ପରମେଶ୍ୱରଙ୍କର ଶାଶ୍ୱତ ପ୍ରେମରେ ପରିପୂର୍ଣ୍ଣ କରିବେ। When you love the Holy Spirit in you with all your heart, you are loving Jesus and you are loving the Father in heaven. ଯଦି ଆପଣ ପବିତ୍ର ଆତ୍ମା ପ୍ରେମ କରିବେ, ତା ଦ୍ୱାରା ଆପଣମାନେ ସ୍ୱର୍ଗସ୍ଥ ପିତାକୁ ପ୍ରେମ କରୁଛନ୍ତି ଏବଂ ପ୍ରଭୁ ଯୀଶୁକୁ ମଧ୍ୟ ପ୍ରେମ କରୁଛନ୍ତି। And if you are not obeying the word, you cannot love the Holy Spirit. ଯଦି ଆପଣମାନେ ପ୍ରେମ କରୁନାହାନ୍ତି, ତାହେଲେ ତ ପାପ କରିବା ଦ୍ୱାରା ଆପଣ ପବିତ୍ର ଆତ୍ମା ପ୍ରେମ କରିପାରିବେ ନାହିଁ। By living in sin, you cannot love the Holy Spirit. ପାପପୂର୍ଣ୍ଣ ଜୀବନ ଯାପନ କରିବା ଦ୍ୱାରା କେବେ ମଧ୍ୟ ପବିତ୍ର ଆତ୍ମାକୁ ଆମେ ପ୍ରେମ କରିପାରିବା ନାହିଁ। Sin is the power of the devil. ଏବଂ ପାପ ହେଉଛି ଶୈତାନର ଶକ୍ତି। Sin always comes from the devil. ପାପ ସର୍ବଦା ଶୈତାନ ପାଖରୁ ଆସିଥାଏ Sin is a product of the devil. ଏବଂ ସେ ପାପ ଶୈତାନର ଗୋଟେ ଜାଲ ଆମ ପାଇଁ ଆସିଥାଏ। If there is sin in you, you are in darkness. ଯଦି ଆପଣଙ୍କ ଜୀବନରେ ପାପ ଅଛି, ତାହେଲେ ଆପଣମାନେ ଅନ୍ଧକାର ମଧ୍ୟରେ ଅଛନ୍ତି। If the word of God is living in you, you are in the light. ଯଦି ପ୍ରଭୁଙ୍କର ବାକ୍ୟ ଯଦି ଆପଣଙ୍କର ହୃଦୟ ମଧ୍ୟରେ ଅଛି, ତାହେଲେ ଆପଣମାନେ ଆଲୋକରେ ଅଛନ୍ତି। Don't say that it is my weakness, that is why I am sinning. ଆପଣମାନେ କେବେ ମଧ୍ୟ କୁହନ୍ତୁ ନାହିଁ ଯେ ମୋର ଦୁର୍ବଳତା ହେତୁରୁ ମୁଁ ପାପ କରୁଛି ବୋଲି କେବେ ବାହାନା କରନ୍ତୁ ନାହିଁ। It is not because of your weakness, but because of the evil in you, you are sinning again and again. ଆପଣ ଯୋଉ ବାରମ୍ବାର ପାପ କରୁଛନ୍ତି, ଆପଣଙ୍କର ଦୁର୍ବଳତା ହେତୁ ନାହିଁ, ବରଂ ଯୋଉ ଶୈତାନ ଆପଣମାନଙ୍କ ଭିତରେ ଥିବା ଦ୍ୱାରା ସେ ଶୈତାନ ହିଁ ବାରମ୍ବାର ପାପରେ ପଡ଼ିବା ପାଇଁ ପ୍ରେରଣା ଦେଇ ଚାଲିଥାଏ। Hallelujah. ହାଲେଲୁୟା। Do you want to love Jesus? ଆପଣମାନେ ଯୀଶୁଙ୍କୁ ଜାଣିବା ପାଇଁ ଇଚ୍ଛା କରୁଛନ୍ତି କି? Do you want to reject devil from your life? ଆପଣମାନଙ୍କ ଜୀବନରେ ଶୈତାନକୁ ପରିତ୍ୟାଗ କରିବାକୁ ଇଚ୍ଛା କରୁଛନ୍ତି କି? You decide in your mind to love Jesus by obeying his commandments, the word. ଆଜି ଆପଣମାନେ ନିଷ୍ପତ୍ତି କରନ୍ତୁ ଯେ ପ୍ରଭୁଙ୍କର ଆଜ୍ଞା ସକଳ ପାଳନ କରି ପ୍ରଭୁଙ୍କୁ ଆମ ଜୀବନରେ ଗ୍ରହଣ କରିବା, ତାଙ୍କୁ ପ୍ରେମ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ। Please stand up. ଦୟାକରି ଠିଆ ହୁଅନ୍ତୁ। In the book of 1 John chapter 3 verse 4. ପ୍ରଥମ ଜହନ 3 ଅଧ୍ୟାୟ 4 ଆଉଥରେ କହୁଛି, ପ୍ରଥମ ଜହନ 3 ଅଧ୍ୟାୟ 4 ପଦରେ ଲେଖାଯାଇଛି। 1 John 3:4, everyone who commits sin is guilty of lawlessness. Sin is lawlessness. ପ୍ରଥମ ଜହନ 3 ଅଧ୍ୟାୟ 4 ପଦରେ ଲେଖାଯାଇଛି ଯେ ଆଜ୍ଞା ଲଙ୍ଘନ ହିଁ ପାପ। Everyone who commits sin is guilty of lawlessness. ଏବଂ ଯେତେ ଲୋକ ସବୁ ପାପ କରନ୍ତି, ସେମାନେ ସମସ୍ତେ ଆଜ୍ଞା ଲଙ୍ଘନ କରିଥିବା ଦୋଷରେ ଦୋଷୀ। Lawlessness means disobedience of the law. ଆଜ୍ଞା ଲଙ୍ଘନ ଅର୍ଥ ହେଲା ପରମେଶ୍ୱରଙ୍କର ଦୋଷ ଆଜ୍ଞା ବା ବାଇବେଲରେ ଥିବା ଆଜ୍ଞା ସକଳକୁ ଆମେ ପରିତ୍ୟାଗ କରିବା, ପାଳନ ନ କରିବା। The law is the commandments of God. ଆଜ୍ଞା ହେଲା ଈଶ୍ୱରଙ୍କର ଦୋଷ ଆଜ୍ଞାକୁ ବୁଝାଯାଏ। These commandments are given to us so that we may obey it and we will be protected. ଏବଂ ଏ ଆଜ୍ଞା ଆମମାନଙ୍କୁ ଦିଆଯାଇଛି ଯେପରି ଆମେ ଈଶ୍ୱରଙ୍କର ଆଜ୍ଞା ଭିତ୍ତିକ ଜୀବନ ଯାପନ କରି ଆମେ ଯେପରି ଶୁଦ୍ଧ ଜୀବନ ଯାପନ କରିପାରିବା। To save us from every sickness, to save us from every destruction from the devil, God gave us 10 commandments and he said, if you obey these commandments, I will be your God and I will protect you.
ଯେପରି ଆମେ ବିଭିନ୍ନ ରୋଗ ବ୍ୟାଧି ବିଭିନ୍ନ ସମସ୍ୟାରୁ ଉଦ୍ଧାର ପାଇବା ସେଥିପାଇଁ ଆମମାନଙ୍କୁ 10 ଆଜ୍ଞା ଦିଆଯାଇଛି ଯେ ଏ 10 ଆଜ୍ଞା ପାଇବା ଦ୍ୱାରା ଆମେ ପରମେଶ୍ୱରଙ୍କ ସୁରକ୍ଷା ପାଇପାରିବା। I heard that on this land, many of the families, many are suffering with the problem of sickle cell anemia. ମୁଁ ଜାଣେ ଆମର ଏ ଖଣ୍ଡମଣ୍ଡଳରେ ଅନେକ ଭାଇମାନେ ସିକ୍ଲିକ୍ ବେମାରରେ ପୀଡ଼ିତ ମଧ୍ୟ ଅଛନ୍ତି। How many of you have that problem? ଆପଣମାନଙ୍କ ଭିତରୁ କେତେ ଜଣ ସିକ୍ଲିଂ ବେମାରରେ ଅସୁସ୍ଥ ଅଛନ୍ତି ହାତ ଟେକିଲେ? ସିକ୍ଲିଂ ଯେଉଁମାନଙ୍କର ଅଛି Will you show me by raising your hand? ସିକ୍ଲିଂ ଯାହାର ଅଛି ସେମାନେ ହାତ ଟେକି ଦେଖନ୍ତୁ ଟିକେ। Those who have that problem, please raise your hand. ଯେଉଁମାନେ ସିକ୍ଲିଂ ବେମାରରେ ପୀଡ଼ିତ ଅଛନ୍ତି ସେମାନେ ଦୟାପୂର୍ବକ ହାତ ଉଠେ ହଲାନ୍ତୁ। Those who have the blood issue, please show me wave your hand. ଯେଉଁମାନଙ୍କର ରକ୍ତ ଜନିତ କଣିକାର ଅସୁସ୍ଥତା ବା ସିକ୍ଲିଂ ବେମାର କହୁଛୁ ଏ ବେମାର ଯେଉଁମାନଙ୍କର ଅଛି ହାତ ଉଠାନ୍ତୁ ଟିକେ ହଲେଇ ଦିଅନ୍ତୁ। ସିକ୍ଲିଂ ବେମାରୀ କେବଳ Keep your hands down. ହାତ ପକାନ୍ତୁ। I give you a promise. ମୁଁ ଆପଣଙ୍କୁ ପ୍ରତିଜ୍ଞା କରୁଛି ପ୍ରତିଶ୍ରୁତି ଦେଉଛି If you attend this retreat all these days, ଯଦି ଆପଣମାନେ 4 ଦିନ ଧ୍ୟାନ ଯୋଗ ଦେବେ, listen to the word carefully, ଯଦି ପ୍ରଭୁଙ୍କର ବାକ୍ୟ ଭଲ ଭାବରେ ମନୋଯୋଗ ଦେଇ ଶୁଣିବେ, and lead a holy life, ଯଦି ପବିତ୍ର ଜୀବନ ଯାପନ କରିବେ, you will be healed. ଆପଣମାନେ ସୁସ୍ଥ ହେବେ। You will be free from this bondage. ଏ ପ୍ରକାର ରୋଗର ବନ୍ଧନରୁ ଆପଣମାନେ ମୁକ୍ତି ଲାଭ କରିବେ। I give you the promise. ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଅଛି। Through the word I give you the promise. ଏବେ ଦେଖନ୍ତୁ ବାଇବେଲ ଲେଖାଯାଇଛି ପ୍ରତିଶ୍ରୁତି। Tomorrow or day after tomorrow, I will do a special prayer for them. ଆସନ୍ତା କାଲିକି ବିଶେଷ କରି ସିକ୍ଲିଂ ବେମାର ପେସେଣ୍ଟ ମାନଙ୍କ ପାଇଁ ମୁଁ ପ୍ରାର୍ଥନା କରିବି। Tomorrow or day after tomorrow, I do not know. When the Holy Spirit inspires me to do that, I will do that. ଏବଂ ମୋତେ ପବିତ୍ର ଆତ୍ମା ପ୍ରେରଣା ଦିଅନ୍ତି ଆସନ୍ତା କାଲି ସିକ୍ଲିଂ ବେମାରୀ ପେସେଣ୍ଟ ମାନଙ୍କ ପାଇଁ ମୁଁ ପ୍ରାର୍ଥନା I ରଖିବି। promise you, your blood will be changed and you will be a normal person. ମୁଁ ଆପଣମାନଙ୍କୁ ପ୍ରତିଜ୍ଞା ଦେଉଛି ଯେ ଆଜି ଯଦି ଆପଣ ବାକ୍ୟ ଭିତ୍ତିକ ଜୀବନ ଯାପନ କରିବେ ବିଶ୍ୱାସ କରିବେ ପ୍ରଭୁ ଆପଣଙ୍କ ରକ୍ତ କଣିକାକୁ ବଦଳେଇ ଦେବେ। I cannot change your blood, ଆପଣଙ୍କ ରକ୍ତକୁ ମୁଁ ପରିବର୍ତ୍ତନ କରିପାରିବି ନାହିଁ, ବଦଳେଇ ଦେବି ନାହିଁ, but the Holy Spirit will do that. କିନ୍ତୁ ପବିତ୍ର ଆତ୍ମା ହିଁ ସେ ରକ୍ତ କଣିକା ପରିବର୍ତ୍ତନ Your କରିଦେଇପାରିବେ। blood will be changed and you will have new blood. ଏବଂ ଆପଣଙ୍କର ରକ୍ତ ପୂର୍ଣ୍ଣ ଭାବରେ ସୁସ୍ଥ ହେବେ Yes, you will have new blood. ଏବଂ ଆପଣମାନେ ପୁରା ନୂଆ You will ରକ୍ତ have ଦେବେ। new blood. ପ୍ରଭୁ ପବିତ୍ର ଆତ୍ମା ନୂତନ ରକ୍ତ The name ଦେବେ। of Jesus Christ, ପ୍ରଭୁ ଯୀଶୁଙ୍କ ନାମରେ you will be healed. ଆପଣମାନେ ଆରୋଗ୍ୟ ହେବେ। The bondage will be broken. ଆଉ ରକ୍ତ କଣିକାର ପ୍ରୋବ୍ଲେମ ରହିବ ନାହିଁ। You will be made free. ଆପଣମାନେ ସମ୍ପୂର୍ଣ୍ଣ ସ୍ୱାଧୀନ ହେବେ। Hallelujah. ହାଲେଲୁୟା Hallelujah. ହାଲେଲୁୟା Hallelujah. ହାଲେଲୁୟା Hallelujah. Hallelujah. Let us praise God. Hallelujah. Glory. ହାଲେଲୁୟା ହାଲେଲୁୟା Hallelujah. Glory. Hallelujah. Glory. Hallelujah. Glory. Praise and thank you, Lord. Praise and thank you. Praise and thank you, Lord. ହାଲେଲୁୟା ହାଲେଲୁୟା Hallelujah. Glory. Hallelujah. Glory. ଗୌରବ ଗୌରବ ମହିମା 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 ଗୌରବ 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 ହାଲେଲୁୟା 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 ହାଲେଲୁୟା। To get a healing, we need blessing from Jesus Christ. ଆପଣମାନେ ସମସ୍ତେ ପ୍ରଭୁଙ୍କର ଆଶୀର୍ବାଦ ଏବଂ ସୁସ୍ଥତା ଲାଭ କରନ୍ତୁ। Only Jesus can do miracles in our life. ପ୍ରଭୁ ଯୀଶୁ ହିଁ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ ସାଧନ କରିବେ। You decide to open your heart, to repent about your sins and confess your sins. ଏବଂ ଆପଣମାନେ ନିଷ୍ପତ୍ତି ନିଅନ୍ତୁ ଆପଣଙ୍କର ସକଳ ପାପ ଅପରାଧ ଭାବେ ଅନୁତପ୍ତ ହୁଅନ୍ତୁ ଏବଂ ଯୋଗ୍ୟ ଭାବରେ ପାପ ସ୍ୱୀକାର କରନ୍ତୁ। Again I promise you, ଏବଂ ଆଉ ଥରେ ମୁଁ ପ୍ରତିଶ୍ରୁତି ଦେଉଛି if you repent ଯଦି ଆପଣମାନେ ଅନୁତାପ କରିବେ and confess your sins, ଏବଂ ଆପଣଙ୍କର ପାପ ସ୍ୱୀକାର କରିବେ you will be healed. ଆପଣମାନେ ସୁସ୍ଥ ହେବେ And Jesus will give you new blood. ଏବଂ ପ୍ରଭୁ ଯୀଶୁ ଆପଣମାନଙ୍କୁ ନୂଆ ରକ୍ତ ଦେବେ And through you, your children will be blessed. ଏବଂ ଆପଣଙ୍କର ଜରିଆରେ ଆପଣଙ୍କର ସନ୍ତାନ ସନ୍ତତି ଆଶୀର୍ବାଦ ଯୁକ୍ତ ହେବେ। This curse will be taken away from you. ଏଇ ଅଭିଶାପ ଆପଣଙ୍କ ଠାରୁ ଛଡ଼େଇ ନିଆଯିବ। Hallelujah.
ହାଲେଲୁୟା Hallelujah. ହାଲେଲୁୟା Hallelujah. ହାଲେଲୁୟା। Do you believe? ଆପଣମାନେ ବିଶ୍ୱାସ କରନ୍ତି କି? Do you believe? ବିଶ୍ୱାସ କରନ୍ତି କି? Hallelujah. Hallelujah. The reason for many diseases is sin. ଆମର ଅନେକ ରୋଗ ବେମାର ମୂଳ କାରଣ ହେଲା ଆମମାନଙ୍କର ପାପ। Book of 1 John chapter 3 verse 8. 1 John 3:8 says, everyone who commits sin is a child of the devil, for the devil has been sinning from the beginning. ପ୍ରଥମ ଜହନ 3:8 ଲେଖା ଅଛି ଯେ ଯେତେ ଜଣ ସବୁ ପାପ କରନ୍ତି ସେମାନେ ଶୈତାନର ପ୍ରେରଣାରେ ପାପ କରନ୍ତି, କାରଣ ଶୈତାନ ମୂଳରୁ ହିଁ ଆମମାନଙ୍କୁ ପାପର ପ୍ରବର୍ତ୍ତନା ଦେଇଥାଏ। Everyone who commits sin is a child of the devil. ଯେତେ ଜଣ ପାପ କରନ୍ତି ସେମାନେ ସମସ୍ତେ ଶୈତାନର ସନ୍ତାନ ସନ୍ତତି। So how can you say after committing sin, how can you say you are a child of God? ଆପଣମାନେ ପାପ କଲା ପରେ ମଧ୍ୟ ଆପଣ କୋଉ ପ୍ରକାର କହିପାରିବେ ଯେ ମୁଁ ଯୀଶୁଙ୍କର ସନ୍ତାନ ବୋଲି କହିପାରିବେ? The word says those who commit sin is a slave of the devil. କିନ୍ତୁ ପ୍ରଥମ ଜହନ 3:8 ଲେଖା ଅଛି ଯେ ଯେଉଁମାନେ ପାପ କରନ୍ତି ସେମାନେ ଶୈତାନର ପିଲାମାନେ। The reason it is the devil who has been sinning from the beginning. କାରଣ ସେ ଶୈତାନ ପ୍ରାରମ୍ଭରୁ ପାପ କରି ଆସୁଅଛି। The devil deceived Eve and Adam. ଶୈତାନ ସେଇ ଶୈତାନ ହିଁ ଆମର ଆଦି ପିତାମାତା ଆଦାମ ଏବାକୁ ମଧ୍ୟ ପ୍ରତାରଣା କଲା। That devil deceived the firstborn of Adam, Cain. ଏବଂ ସେଇ ଶୈତାନ ହିଁ ଆଦାମ ଏବାଙ୍କର ପ୍ରଥମ ସନ୍ତାନ କାଇନକୁ ମଧ୍ୟ ପ୍ରତାରଣା କଲା। Adam and Eve disobeyed God, and through the disobedience, the devil came into their life and took control of their life. ଏବଂ ଆଜ୍ଞା ଲଙ୍ଘନ ଦ୍ୱାରା ହିଁ ଶୈତାନ ଆଦାମ ଏବା ଜୀବନକୁ ଆସିଲା ଏବଂ ତାଙ୍କର ପରିବାରରେ ମଧ୍ୟ ଅଭିଶାପ ଏବଂ ସମସ୍ତ ସମସ୍ୟା ଆଣିଲା। That devil, the deceiver, who deceived Adam and Eve, he's the killer. He killed the second son of Adam, Abel, through Cain. Through Cain, the devil killed the second son of Adam, Abel. जो शैतान आदाम एवाको प्रतारणा कला से शैतान जने हत्या करी से शैतान ही आदाम एवांकर प्रथम संतान आबेल को हत्या करिथिला। When you read the first book of Bible, Genesis, there you see that, read that Adam and Eve were in paradise. They were with God. They led a holy life, a pleasant life there. जदो आमे आदि पुस्तक प्रथम हम देखिबा से आज्ञा लंघन करिबा द्वारा से मन को परदेश अलगा करि गला एवं से मन को जीवन रे पाप एवं समस्या पूर्ण हैला। But when Adam committed sin, he lost God, he lost paradise, he lost all the authority and power, he lost all the blessings that he had. एवं आदाम एवं जीवन रे शैतान रे कथा पढ़ी से पाप कला परे परमेश्वर सानिध्य हरेले एवं पारदेश मध्य उद्यान बाहर को दिया गला एवं तांको परिवार मध्य समस्त दुख अभिशाप आसिला। And Adam and Eve were dismissed from paradise, and after that they were in turmoil, they were in pain, in trouble, because the devil took control of their life. एवं से पारदेश उद्यान रो आदाम एवं को बाहर करा गला एवं तांको जीवन रे विभिन्न दुख समस्या आसिला। And from Adam to Jesus, and from Jesus to our time, to us, the devil is there always to tempt us, to tell lie, and to destroy us. एवं आदामଙ୍କ ଠାରୁ ଯୀଶୁଙ୍କ ପର୍ଯ୍ୟନ୍ତ ଯୀଶୁଙ୍କ ଜୀବନ ଠାରୁ ଆମ ପର୍ଯ୍ୟନ୍ତ ସେ ଶୈତାନ ଆମ ସମସ୍ତଙ୍କୁ ପ୍ରତାରଣା କରି ଆସୁଛି ଆମ ଜୀବନରେ ବିଭିନ୍ନ ସମସ୍ୟା ଆଣିବା ପାଇଁ। If you want Jesus, you reject devil, you reject sin from your life. ଏବଂ ସେ ପ୍ରଭୁ ଯୀଶୁଙ୍କ ଦ୍ୱାରା ହିଁ ଆମେ ଶୈତାନକୁ ପରିତ୍ୟାଗ କରିବା ଏବଂ ସହିତ ଯୀଶୁଙ୍କ ଶକ୍ତି ଦ୍ୱାରା ହିଁ ଆମେ ସମସ୍ତ ପ୍ରକାର ପାପ ପରିତ୍ୟାଗ କରି ଶୁଦ୍ଧମୁକ୍ତ ଜୀବନ ଯାପନ କରିପାରିବା। You make a decision. You choose between God and devil. You decide whom you need, either God or the devil. ଆଜି ଆପଣମାନେ ନିଷ୍ପତ୍ତି ନିଅନ୍ତୁ
ଆପଣ ଯୀଶୁକୁ ଚାହୁଁଛନ୍ତି ନା ଶୈତାନକୁ ଚାହୁଁଛନ୍ତି? ଯୀଶୁଙ୍କ କଥାରେ ଚାଲିବେ ନା ଶୈତାନର କଥା ଚାଲିବେ? ଆଜି ନିଷ୍ପତ୍ତି କରନ୍ତୁ। What do you choose? ଆପଣ କ'ଣ ପସନ୍ଦ କରନ୍ତି? କାହାକୁ ବାଛୁଛନ୍ତି? Whom you need, Jesus or the devil? ଶୈତାନକୁ ବାଛୁଛନ୍ତି ନା ଯୀଶୁକୁ ବାଛୁଛନ୍ତି? Lift up your right hand. ଡାହାଣ ହାତ ଉଠାନ୍ତୁ। Say, I need Jesus. ଆପଣମାନେ କୁହନ୍ତୁ, ମୁଁ ଯୀଶୁଙ୍କୁ ଚାହୁଁଛି। I reject devil from my life. I reject devil from my life. को परित्याग करुଛି, ମୋ ଜୀବନରୁ ପରିତ୍ୟାଗ କରୁଅଛି। ସମସ୍ତେ କୁହନ୍ତୁ, ମୁଁ ଆଜି ଦିନଠାରୁ ଆଜି ଦିନଠାରୁ ଶୈତାନକୁ ଶୈତାନକୁ ପରିତ୍ୟାଗ କରୁଅଛି। ତ୍ୟାଗ କରୁଅଛି। I reject sin from my life. ମୋର ଜୀବନ ଠାରୁ ସମସ୍ତ ପାପକୁ ମଧ୍ୟ ମୁଁ ପରିତ୍ୟାଗ କରୁଛି। ମୋର ଜୀବନ ଠାରୁ ସମସ୍ତ ପାପକୁ ମଧ୍ୟ ପରିତ୍ୟାଗ କରୁଅଛି। I accept Jesus Christ as my Lord and my God. ମୁଁ ମୋର ଈଶ୍ୱର ମୋର ପ୍ରଭୁ ଭାବରେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରୁଅଛି। ସମସ୍ତେ କୁହନ୍ତୁ, ମୁଁ ଯୀଶୁଙ୍କୁ ଯୀଶୁଙ୍କୁ ମୋର ପ୍ରଭୁ ଈଶ୍ୱର ଭାବରେ ମୋର ପ୍ରଭୁ ଈଶ୍ୱର ଭାବରେ ଗ୍ରହଣ କରୁଅଛି। ଗ୍ରହଣ କରୁଅଛି। Hallelujah. ହାଲେଲୁୟା, Hallelujah. ହାଲେଲୁୟା, Hallelujah. ହାଲେଲୁୟା। Now I am a new creation. ବର୍ତ୍ତମାନ ମୁଁ ଏକ ନୂତନ ସୃଷ୍ଟିରେ ପରିଣତ ହୋଇଅଛି। ବର୍ତ୍ତମାନ Repeat that. ସମସ୍ତେ କୁହନ୍ତୁ, ମୁଁ ବର୍ତ୍ତମାନ ବର୍ତ୍ତମାନ ନୂତନ ସୃଷ୍ଟିରେ ପରିଣତ ହୋଇଅଛି। ନୂତନ ସୃଷ୍ଟିରେ ପରିଣତ ହୋଇଅଛି। Hallelujah. ହାଲେଲୁୟା Hallelujah. ହାଲେଲୁୟା Hallelujah. ହାଲେଲୁୟା। Lift up both of your hands to heaven. ହାତ ଉପରକୁ ଉଠାନ୍ତୁ। Open your mouth and praise Him. Hallelujah. Hallelujah. Glory. Hallelujah. Glory. Hallelujah. We praise You. We thank You. We worship You. We adore You, Lord. Jesus. 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 Bravo. Jesus. Source. Jesus. ଯୀଶୁ Source bravo now. ସମସ୍ତେ କୁହନ୍ତୁ, ଯୀଶୁ, ଯୀଶୁ ପ୍ରଭୁ ଯୀଶୁ, ପ୍ରଭୁ ଯୀଶୁ ତୁମେ ମୋର ଈଶ୍ୱର, ତୁମେ ମୋର ଈଶ୍ୱର ତୁମେ ମୋର ପ୍ରଭୁ। ତୁମେ ମୋର ପ୍ରଭୁ। ମୁଁ ତୁମକୁ ମନୋନୀତ କରୁଅଛି। ହାଲେଲୁୟା। ହାଲେଲୁୟା। Glory. Hallelujah. Glory. Thank You, Lord. Thank You, Father in heaven. Thank You, my Lord Jesus Christ. Keep both of your hands on your head. ଆପଣଙ୍କର ମୁଣ୍ଡ ଉପରେ ହାତ ରଖନ୍ତୁ। Now you are a child of God. ବର୍ତ୍ତମାନ ଆପଣ ଈଶ୍ୱରଙ୍କର ସନ୍ତାନ ସନ୍ତତି। You are a child of God. ଆପଣମାନେ ପ୍ରଭୁଙ୍କର ପିଲାମାନେ। Your body is the temple of the Holy Spirit. ଆପଣଙ୍କର ଶରୀର ପବିତ୍ର ଆତ୍ମାଙ୍କର ମନ୍ଦିର। Do you agree that? ଏ କଥାରେ ଆପଣମାନେ ଏକମତ ହେଉଛନ୍ତି କି? Do you agree that your body is the temple of the Holy Spirit? ଆପଣଙ୍କର ଶରୀର ଈଶ୍ୱରଙ୍କର ମନ୍ଦିର ବୋଲି ଏକମତ ହେଉଛନ୍ତି କି? Hallelujah, 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 hallelujah. କହୁଛ ଶରୀରରେ? Glory, hallelujah, hallelujah, hallelujah. ହାଲେଲୁୟା। Oh, we thank You, Lord. Praise You, Lord. ହାଲେଲୁୟା। Every spirit of darkness to come out. Every evil spirit is to come out of the children of God. I command you all to come out and to surrender and to leave the child of God right now, right now, and right now. Hallelujah, hallelujah, hallelujah. ହାଲେଲୁୟା, 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 ହାଲେଲୁୟା। ସମସ୍ତେ ହାଲେଲୁୟା, 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 Hallelujah, glory, hallelujah, glory. ହାଲେଲୁୟା, Glory, hallelujah, glory, hallelujah, glory, hallelujah, glory, hallelujah, glory. Hallelujah, 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 hallelujah.
दूरे जाओ पाप सब उबई जाओ शाप सब दूरे जाओ पाप सब उबई जाओ शाप सब गौर परमादे दिव्य रक्तरे गौर परमादे दिव्य रक्तरे दिव्य रक्तरे दारी मते पवित्र रक्ते करे दाद दिव्य रक्तरे दारी मते पवित्र रक्ते करे दाद परशी जाबो जोड़ जीवरे परशी जाबो जोड़ जीवरे जी संगरे ताली मारतो. दिव्य रक्त Jesus correct, Jesus correct, Jesus दिव्य रक्त Jesus correct. Jesus correct, Jesus correct, Jesus दिव्य रक्त 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 Hallelujah, 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 Once again, close your eyes. पुनर्बार आँखी बंद करंतु समस्ते Keep your hands on your chest. अपना हाथ अपना छाती रखंतु दुई हाथ मध्य Be in complete silence. पूरा संगल भाव सुस्थिर भाव रे में रहिबा Glory. 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 Glory be to the Father, to the Son, and to the Holy Spirit. पिता पुत्र एवं पवित्र आत्मा के नाम रे to sing your praise. I'm so glad you're in my life. I'm so glad you came to save us. You came from heaven to you to show the way from the earth.